କୁହନ୍ତୁ। ଗୋଟିଏ ଛୋଟିଆ ବିଷୟଟି ଆଲୋଚନା କଲେ ହନ୍ତାନି। କୁହନ୍ତୁ, ମୁଁ ଶୁଣେ ଆଜ୍ଞା। ତତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତି ଭବ ସାଗରରୁ ତରି ଯାନ୍ତି। ତତ୍ତ୍ୱଟି କଣ? ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି ତତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତି ଭବ ସାଗରରୁ ତରି ଯାନ୍ତି। ତତ୍ତ୍ୱଟା କଣ? ହଉ, ଆଜି ଏହି ସବଜେକ୍ଟ ରଖିବା। ବାବା ଜୟଜୀବ। ହଁ, ଜୟ ଜୟ। ଏ ଦୁଇ ଜଣଙ୍କର ପ୍ରଶ୍ନଟା ଭାରି ଭଲ ଲାଗୁଛି, ସେଇଟା ବି ମୋ ମନରେ ଥିଲା, ସେଇଥିରୁ ଗୋଟେ କଲେ ବି ଭଲ ହୁଅନ୍ତା। ହଉ। ଏ ତତ୍ତ୍ୱଟା କଣ? ଆଉ ଥରେ କୁହନ୍ତୁ। ତତ୍ତ୍ୱ ବିଚାରେ ତୁଟେ ଭ୍ରାନ୍ତି ଭବ ସାଗରରୁ ତରି ଯାନ୍ତି। ଏଠି ଭାଗବତର ପଦ, ସେ ଆମ ଜଗନ୍ନାଥ ଦାସ ଲେଖିଛନ୍ତି ଓଡ଼ିଆ ଭାଗବତରେ। ଏ ତତ୍ତ୍ୱଟି କଣ? ଏଇ ତତ୍ତ୍ୱଟାକୁ ବୁଝିଲେ ଆମର ଭ୍ରାନ୍ତି ଅଛି, ସେଇଟା ଭ୍ରାନ୍ତିଟା ତୁଟିଯିବ। ଯୋଉ ଭୟ ଅଛି ବା ଯୋଉ ମନ ଭିତରେ ଯୋଉ ଭ୍ରମ ଅଛି, ଆଉ ସେ ଭ୍ରମଟା ତୁଟିଯିବ। ତେଣୁ ତତ୍ତ୍ୱ ବିଷୟରେ ଟିକେ ଆଲୋଚନା କରନ୍ତୁ। କାଲି ତ ବାୟା ବାବାଙ୍କର ଗୀତାଟିଏ, ବାୟା ବାବାଙ୍କର ଭଜନଟି ଆପଣ କହିଥିଲେ ଯେ ବ୍ରହ୍ମ ଯେତେବେଳେ ଯୋଉ ମାୟାରେ ଆଚ୍ଛନ୍ନ ହୁଏ, ସେ ସେତେବେଳେ ଯୋଉ ଭ୍ରମିତ ହୁଏ, ଯେତେବେଳେ ମାୟାରେ ଭ୍ରମିତ ହୋଇଲେ ତାକୁ ଜାଣିବ ଜୀବ, ମାୟାରୁ ବିମୁକ୍ତ ହୋଇଲେ ତାକୁ ବ୍ରହ୍ମ ବୋଲିବ। ଏଇ ଯୋଉ ଜିନିଷଟି କାଲି ବାୟା ବାବାଙ୍କର ଗୀତାରୁ କହିଥିଲେ ଆପଣ, ତାରି ଭିତରେ ଯୋଉ ତତ୍ତ୍ୱଟା ଅଛି, ତତ୍ତ୍ୱଟା କଣ, ସେଇଟାକୁ ଯେତେବେଳେ ସେ ବୁଝିବ, ସେ ବ୍ରହ୍ମ ବୋଲି ବୁଝିବ। ଏ ଭ୍ରାନ୍ତିଟା ମାନେ ସେଇଆକୁ ଆଡ୍ କରିକି ମୁଁ ଏଇ କୋଶ୍ଚିନ୍ଟା କରିଛି। ତେଣୁ ଏଇ କୋଶ୍ଚିନ୍ଟା ଟିକେ ଆଲୋଚନା କରାଯାଉ ଆଉ। ହଉ, ଧନ୍ୟବାଦ। କୋଶ୍ଚିନ୍ ରଖିଛନ୍ତି, ମୂଲ୍ୟବାନ ଗୋଟେ ପ୍ରଶ୍ନ, ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ। ତେବେ ଦେଖନ୍ତୁ, ଏ ସଂସାରଟା କେତେ ଗହଳି। ଗହଳି କ'ଣ କି, ମାନେ ଏତେ ଯେ ନଦ ନଦୀ ଅଛି, ଗଛ ସବୁଜ ଗଛ, ବିଭିନ୍ନ ପ୍ରଜାତୀୟ ପକ୍ଷୀ, ପୁଣି ତା ଭିତରେ ଦୁଇଟି ହିରୋ ନାୟକ ସଦୃଶ କାମ କରୁଛନ୍ତି ପୃଥିବୀରେ। ସେ ହେଉଛନ୍ତି ସୂର୍ଯ୍ୟ ଏବଂ ଚନ୍ଦ୍ର। ଆଉ ଆମରି ଭାରତ ବର୍ଷରେ ଦେଖନ୍ତୁ, କେତେ ଭାଷା, କେତେ ଖାଦ୍ୟ, କେତେ ପୋଷାକ। ଗୋଟେ ୱାର୍ଲଡ ବେସିସରେ ଡିସ୍କସନ୍ ହେଉଥିଲା ଯେ ସବୁ ଦେଶର ଲୋକଙ୍କୁ ତୁମେ ଜାଣିପାରିବ, କିନ୍ତୁ ଭାରତୀୟ ଡ୍ରେସ୍ କେତେ ଯେ ଅଛି, ତାର ବି କେହି କଳ୍ପନା କରିପାରିବନି। ପଞ୍ଜାବୀ ଦେଖନ୍ତୁ, ପଞ୍ଜାବୀ ମାନେ କେମିତି ପିନ୍ଧୁଛନ୍ତି, ମାରୱାଡ଼ି ମାନେ କେମିତି ପିନ୍ଧୁଛନ୍ତି, ହେଲା। ନାଗାଲାଣ୍ଡ, ମଣିପୁର, ଆମ ଓଡ଼ିଶା, କେରଳ, ମାନେ ପୋଷାକଟା ଭିନ୍ନ ରୁଚିର, ସମସ୍ତଙ୍କର ଭିନ୍ନ ଭିନ୍ନ ପୋଷାକ, ଭିନ୍ନ ଭିନ୍ନ ଖାଦ୍ୟ, କେତେ ବିଭିନ୍ନତା ଦେଖନ୍ତୁ।
ଶହେ କେତେ ଦେଶ ଅଛନ୍ତି, 200 ପାଖାପାଖି ଦେଶ ଅଛନ୍ତି। ସେମାନଙ୍କର ଚାଲିଚଳଣି, ପରିବେଶ ମଧ୍ୟ ଭିନ୍ନ, ଜଳବାୟୁ ମଧ୍ୟ ଭିନ୍ନ। ଆମେ ପଢ଼ିଥିଲୁ ପିଲାବେଳେ ଏସ୍କିମୋ। ଏସ୍କିମୋ ମାନେ କେତେ ଥଣ୍ଡାରେ ରୁହନ୍ତି। କେତେ ପାହାଡ଼ ମଧ୍ୟ ଅଛି ଦେଖନ୍ତୁ ପୃଥିବୀରେ। ଯେତିକି ଦେଶ ତାର 1000 ଗୁଣ ପାହାଡ଼, 1000 ଗୁଣ ପାହାଡ଼ ଅଛି। ପୁଣି ନଈ ବି କେତେ ଅଛି। ସେ ନଈ ଗୁଡ଼ିକ ପୁଣି କେଉଁଠୁ ଆସିଛି, କେଉଁଠି ପ୍ରବାହିତ ହେଉଛି, କେଉଁ ଦେଶ ଦେଇକି ଯାଇକିରି ପୁଣି ସମୁଦ୍ରରେ ପଡ଼ୁଛି। ସମୁଦ୍ର ଏକ ବିରାଟ ଖାଲ, ଏତେ ତା ଗର୍ଭ ଗଭୀର, ସେଥିରେ ସମସ୍ତ ନଈର ପାଣି ସମୁଦ୍ର ଭିତରକୁ ଯାଉଛି। ପୁଣି ସମୁଦ୍ରରୁ ସୂର୍ଯ୍ୟର ଆଲୋକ ଟେକି ନେଇଯାଉଛି ଉପରକୁ, ଉପରେ ପୁଣି ବାଦଲ ଖଣ୍ଡ ହିଁ ଭାସୁଛି। ଦେଖନ୍ତୁ କେତେ ବିଚିତ୍ର। ବାଦଲ ହେଇକରି ପୁଣି ମେଘ ରୂପରେ ତଳକୁ ଖସୁଛି। ନଈରେ ପ୍ରବାହିତ ହେଇକି ପୁଣି ସମୁଦ୍ରରେ ପଡ଼ିଲା, ସମୁଦ୍ରରୁ ପୁଣି ଉଠିଲା, ପୁଣି ନଈ ସୃଷ୍ଟି ହେଇକରି ପୁଣି ଗଲା। ଇଏ ଗୋଟେ ସର୍କଲ, ପ୍ରବାହ ରୂପରେ ଚାଲିଛି। କେତେ କଳ୍ପ, କେବେଠୁ ଇଏ ସୃଷ୍ଟି ହେଇଛି କହିବା ବହୁତ କଷ୍ଟ। ଏ ଯେଉଁ ସିଷ୍ଟମଟା କେବେ ସୃଷ୍ଟି ହେଇଛି କହିପାରିବେନି। ଆମକୁ ସତ୍ୟ ଲାଗୁଛି। ଖାଦ୍ୟ ବି ସେମିତି ଆମେ ଖାଉଛେ ଶରୀରର ଆବଶ୍ୟକତା ପାଇଁ। ଖାଦ୍ୟ ଖାଇଲେ ସେଇଟା ଡାଇଜେସନ୍ ପ୍ରକ୍ରିୟା ହେଲା। ଆମେ ଜାଣିନେ କେମିତି ଡାଇଜେସନ୍ ପ୍ରକ୍ରିୟା ହେଲା। ଆମେ ଖାଇ ଜାଣିଛେ, ଡାଇଜେସନ୍ କରି ଜାଣିନାହିଁ। ତା ଭିତରେ କୁଆଡ଼େ କୁଆଡ଼େ ଯାଉଛି ଆମେ ଦେଖିନେ ଏପର୍ଯ୍ୟନ୍ତ। ତେଣୁ ସେଇଟା ଖାଦ୍ୟଟା ପୁଣି ଝାଡ଼ା ରୂପରେ ପରିଣତ ହେଇକରି ଆମେ ନିଷ୍କାସନ କରୁଛେ। ଖାଦ୍ୟ ଖାଉଛେ, ଲାଟ୍ରିନ୍ ଯାଉଛେ, ପୁଣି ତା ଭିତରେ ଜାଗ୍ରତ ବି ହେଇଯାଉଛେ। ବେଳେବେଳେ ଜାଗ୍ରତ ରହୁଛେ, ନିଦ୍ରା ବି ହଉଛି, ସ୍ୱପ୍ନ ବି ହଉଛି। 3ଟି ଅବସ୍ଥା। এই 3ଟି ଅବସ୍ଥାକୁ ଏଠି ରଖନ୍ତୁ। ଆଉ ଗୋଟେ ଅବସ୍ଥା କଥା ମୁଁ କହିବି ପରେ। এই 3ଟି ଅବସ୍ଥା ଆମେ ଜାଣିଛେ, ଜାଗ୍ରତଟା ଜାଣିଛେ, ସ୍ୱପ୍ନ ଜାଣିଛେ, ନିଦ୍ରା ବି ଜାଣିଛେ। ଏ ଦେଖନ୍ତୁ କେତେ ବିଚିତ୍ର। ପୃଥିବୀର ଅବସ୍ଥିତି, ପୃଥିବୀର ଜଳବାୟୁ, ପୃଥିବୀର ସ୍ଥାନିତ ରୂପ, ଗୋଲ ଚେପ୍ଟା। ଆଗେ ଗୋଲ କହୁଥିଲେ, ଏବେ ଚେପ୍ଟା କହୁଛନ୍ତି। ବୁଝିଲେ, ଗୋଟେ ଦ୍ୱୀପପୁଞ୍ଜ ଭଳି ମହାଶୂନ୍ୟରେ ଭାସୁଛି ପୃଥିବୀ। ମାଧ୍ୟାକର୍ଷଣ ଶକ୍ତି ପୃଥିବୀରେ ଅଛି, ଯାହା ପୃଥିବୀ ଆଡ଼କୁ ଆସିବ ସେ ଟାଣି ଆଣିବ। ସମସ୍ତ ଗ୍ରହର ମାଧ୍ୟାକର୍ଷଣ ଶକ୍ତି ସମାନ ନଥାଏ। ଇଏ ବି ବିଚିତ୍ର। ମାଧ୍ୟାକର୍ଷଣ ପରେ ଗୋଟେ ମହାକର୍ଷଣ ଶକ୍ତି ଅଛି, ମହାକର୍ଷଣ। ମାନେ ସମସ୍ତ ଗ୍ରହ ନକ୍ଷତ୍ରକୁ ବାନ୍ଧି ରଖିଛି, ତାକୁ ଆମେ ମହାକର୍ଷଣ ଶକ୍ତି କହୁଛେ। ସୂର୍ଯ୍ୟ, ଚନ୍ଦ୍ର, ତାରା, କୋଟି କୋଟି ତାରା, କୋଟି କୋଟି ତାରା,
ଗ୍ରହଣପୁଞ୍ଜ। କେହି କେହି କହୁଛନ୍ତି ସୂର୍ଯ୍ୟ ଯେ ଗୋଟିଏ ନୁହେଁ, ଶହ ଶହ ସୂର୍ଯ୍ୟ ଅଛନ୍ତି, ସହସ୍ର ସୂର୍ଯ୍ୟ। ଆମେ ଗୋଟିଏ ସୂର୍ଯ୍ୟ ଦେଖୁଛେ। ଏଥିରୁ ଅନୁମାନ କରନ୍ତୁ ଗୋଟେ ପୃଥିବୀ ଯଦି ସୋରିଷ ହୁଏ, ସୂର୍ଯ୍ୟଟି ଫୁଟବଲ, ତା ତୁଳନାରେ ସୂର୍ଯ୍ୟଟି ଫୁଟବଲ। ସୂର୍ଯ୍ୟଠାରୁ ଆହୁରି ଅନେକ ବୃହତ୍ ଶକ୍ତି ବା କଳେବର ବା ତାଠାରୁ ବଡ଼ ହେଉଛନ୍ତି ତାରା। ଇଏ କେତେ ବିଚିତ୍ର ଦେଖନ୍ତୁ। ଆମର ପୃଥିବୀ ଯଦି ସୋରିଷ ହେଲା, ଫୁଟବଲ ହେଲା ସୂର୍ଯ୍ୟ, ତାରା ଆହୁରି ବଡ଼ ସୂର୍ଯ୍ୟଠାରୁ। ତାମାନେ ସୂର୍ଯ୍ୟଠାରୁ ତାରାଗଣ କେତେ କେତେ ବଡ଼, କେତେ କେତେ ଦୂରରେ ଅଛନ୍ତି। ସମସ୍ତଙ୍କ ଦୂରତା ମଧ୍ୟ ଅନନ୍ତ, ଅସୀମ, ପାଖାପାଖି କେହି ନାହାନ୍ତି। 13 ଲକ୍ଷ ଦୂରତା ହେଉଛି ସୂର୍ଯ୍ୟର ପୃଥିବୀ ଠାରୁ। ଯଦି ସୂର୍ଯ୍ୟ ଆମ ଘର କରରେ ଉଦୟ ହୁଅନ୍ତା, କ'ଣ ଠିକ୍ ହେଇଥାନ୍ତା? ଆମ ଗାଁ ପଛପଟରେ ସୂର୍ଯ୍ୟ ଉଦୟ ହେଇଥାନ୍ତା, ଆମ ଗାଁ ରହିଥାନ୍ତା। ତେଣୁ ତାକୁ ଗୋଟେ ବହୁତ ଦୂରରେ ସ୍ଥାନିତ କରିଦିଆହେଇଛି ସୂର୍ଯ୍ୟକୁ। ତାର ରଞ୍ଜନ ରଶ୍ମି, ତାର ଉତ୍ତାପ ଆମ ପାଇଁ ଠିକ୍ ଯେମିତି ହବ। ତେଣୁ ଇଏ ଗୋଟେ ପ୍ଲାନିଂ ଲାଗୁନି କି? କିଏ ଗୋଟେ ତିଆରି କଲା ଭଳିଆ ଆମକୁ ଲାଇଟ୍ ମିଳିବ, ଅନ୍ଧାର ଦୂର ହେଇଯିବ, ଆମେ ଆମର କର୍ମ କରିବା। ରାତିଟା ଶୋଇବା ପାଇଁ ହେଇଛି, ଅନ୍ଧକାର ଆସିଯିବ ସୂର୍ଯ୍ୟର ଅଭାବରେ। ତେଣୁ ଏସବୁ ବିଚିତ୍ର ଲାଗୁଛି ଆମକୁ। ଏତେ ବିରାଟ ପୃଥିବୀ ଭିତରେ ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ର, ସମୁଦ୍ର, ଲୋକସଂଖ୍ୟା, ଭାଷା, ଖାଦ୍ୟ, ପୋଷାକ, ତା ଭିତରେ ତୁମେ ଜଣ ଅନନ୍ୟ। ଦେଖନ୍ତୁ, ସବୁ କିଛି ବିଚାର କରିବା ପାଇଁ ତୁମ ଭିତରେ ସେ ଶକ୍ତି ଅଛି। ଯେତେ ବଡ଼ ବିଶାଳ ପୃଥିବୀ ହଉ, ଯାହା ହେଇଥାଉ, ତୁମେ ତାକୁ ଦେଖିପାରୁଛ, କାଲକୁଲେସନ କରିପାରୁଛ, ଭେଦଭାବ ଜାଣିପାରୁଛ। ଅସୀମ ଅଗମ୍ୟ ରୂପ ଥିଲେ ବି ସାରା ବିଶ୍ୱ ଆକାଶରେ ତୁମେ ତାକୁ କଳନା କରିପାରୁଛ, ବିଚାର କରିପାରୁଛ। ଏଇଟା ବି ବିଚିତ୍ର ନୁହେଁ କି? ସେ ଯେତେ ବିଚିତ୍ର, ତୁମେ ବି ଆହୁରି ଅନେକ ବିଚିତ୍ର ଶକ୍ତି ତୁମ ଭିତରେ ଅଛି, ଯୋଉଟାକି ତୁମେ ତାକୁ ବିଚାର କରିପାରୁଛ। ଏ ସାରା ସଂସାରରେ ତୁମେ ଗୋଟେ ଅନନ୍ୟ, ତୁମେ ସମସ୍ତଙ୍କ ଠାରୁ ଭିନ୍ନ। ତୁମ ଟିପ ଚିହ୍ନ ଭିନ୍ନ, ତୁମର କଥା ଭିନ୍ନ, ତୁମର ସ୍ୱପ୍ନ ଭିନ୍ନ, ତୁମର ଜାଗ୍ରତ ଅବସ୍ଥା ଭିନ୍ନ, ତୁମର ବିଚାର ମଧ୍ୟ ଭିନ୍ନ। ତୁମ ବିଚାର କାହା ସହିତ ମିଶିବନି, କାହା ସହିତ ମିଶିବନି ତୁମ ବିଚାରଟା, ମନେ ରଖନ୍ତୁ। ତୁମର ଆବେଗ, ତୁମର ଭକ୍ତି, ତୁମର କାର୍ଯ୍ୟକ୍ରମ ସମସ୍ତଙ୍କ ଠାରୁ ଭିନ୍ନ, ସମସ୍ତଙ୍କ ଠାରୁ ଭିନ୍ନ। ତୁମେ କେମିତି ଜନ୍ମ ନେଲ, ସେ ବି ଅଜ୍ଞାତ। ତୁମ ଅଜ୍ଞାତରେ ତୁମେ ଜନ୍ମ ନେଇଛ, ତୁମ ଜ୍ଞାତରେ ନେଇନି। କିଛି ଜ୍ଞାତ ଥିଲା, ଅଜ୍ଞାତ କରିଦିଆଗଲା। ଅଜ୍ଞାତରେ ପୁଣି ଆସି ଏଠି ପହଞ୍ଚିଗଲ ପୃଥିବୀରେ। ପୁଣି ବି ଯିବ, ଏଠୁ ଛାଡ଼ିବାକୁ ପଡ଼ିବ ତୁମକୁ ପୃଥିବୀ। ଇଏ ବି ଏକ ବିଚିତ୍ର ରହସ୍ୟ ଲୁଚି ରହିଛି।
ତୁମ ଆସିବାଟା ଯେମିତି ବିଚିତ୍ର, ଯିବାଟା ମଧ୍ୟ ବିଚିତ୍ର। ତୁମକୁ କିଛି କାମ କରିବାକୁ ଦିଆହେଇଛି ପୃଥିବୀରେ ଆସିକି, କାମ କରିବ, ଯିବ, ଫେରିଯିବ। ଫେରିବାଟା ଜାଣିପାରୁଛ, ଫେରିବି ଦିନେ, କିନ୍ତୁ କ'ଣ କାମ କରିବାକୁ ଆସିଛ ଜାଣିନ। ଏ ବି ପ୍ରଶ୍ନବାଚକ ଭିତରେ ରହୁଛି। ଇଏ ପ୍ରଶ୍ନ ତୁମ ପାଇଁ ଗୋଟେ। ପୁଣି ଯିଏ ତୁମକୁ ଆଣିଛି ଏଠିକି, ସେ ବି ତୁମକୁ କହୁନି ତୁମେ କାହିଁକି ଆସିଥିଲ, କୋଉଥିପାଇଁ ଆସିଥିଲ, ପୁଣି କୁଆଡ଼େ ଯିବ, ଆଉ ତୁମେ କିଏ, ସେ ବି କହୁନି। ଇଏ ବି ବିଚିତ୍ର। ସବୁ ବିଚିତ୍ର ଅବସ୍ଥା। ଦେଖନ୍ତୁ, ପରୀକ୍ଷା କରି ଦେଖନ୍ତୁ। ତୁମେ ଆସିଲ, ତୁମର ପ୍ରେରଣା ଥାଉ ନଥାଉ ବାପା ମା ତୁମକୁ କହିଲେ ସ୍କୁଲକୁ ଯା, ଅମୁକ ଖାଦ୍ୟ ଖା, ଖେଳେ, ଟିକେ ଟିକେ ଖେଳେ, ବଡ଼ ମଣିଷ ହବ, ପଇସା ରୋଜଗାର କରିବୁ, ପାଠ ପଢ଼ିବୁ, ଘର ସଂସାର କରିବୁ। ଇଏ ବି ବିଚିତ୍ର। ଇଏ ଅଜ୍ଞାନତାର ଭାଷା। ବାପା ମାଙ୍କର ଇଏ ଅଜ୍ଞାନତାର ଭାଷା। ତୁମେ ସେମିତି କଲ, ପାଠ ପଢ଼ିଲ, ବଡ଼ ପାଠ ପଢ଼ିଲ, ବଡ଼ ଚାକିରି କଲ, ବଡ଼ ସଂସାର କଲ, ବ୍ୟାଙ୍କ ବାଲାନ୍ସ ବଢ଼ିଲା, ସଂସାର ବଢ଼ିଲା, ଶେଷରେ କ'ଣ ହେଲା? ଏ ଅଜ୍ଞାନତାର ରୂପରେ ତୁମେ ମାୟାରେ ବଶୀଭୂତ ହେଇକରି ଏ କାମ ସବୁ କଲ। ବାପା ଜନ୍ମ ଦେଇ ମରିଗଲେ, ତାଙ୍କ ବାପା ବି ଜନ୍ମ ଦେଇ ତାଙ୍କୁ ମରିଯାଇଥିଲେ, ତାଙ୍କ ବାପା ବି ଜନ୍ମ ଦେଇ ମରିଯାଇଥିଲେ, ତାଙ୍କ ବାପା ବି ମରିଯାଇଥିଲେ। ଏମିତି ଅନେକ ବାପା। ତମ ଆନସେଣ୍ଟର କୋଉଠି ଷ୍ଟାର୍ଟିଂ ହେଇଛି, ସେଇଟା ବି ଅଜ୍ଞାତ। ତୁମର ଅଜ୍ଞାତ। ଇଏ ବି ବିଚିତ୍ର ଜିନିଷ। ଦେଖନ୍ତୁ, ଚିରନ୍ତନ ସତ୍ୟ କଥା ଇଏ। ତୁମେ ଜାଣିନ, ତୁମ ବାପାଙ୍କୁ ଜାଣିଛ, ଜେଜଙ୍କୁ ଜାଣିପାର, କିନ୍ତୁ ତାଙ୍କ ଜେଜଙ୍କୁ ବାପାଙ୍କୁ ଜାଣିନ, ତାଙ୍କ ବାପାଙ୍କୁ ଜାଣିନ, ତାଙ୍କ ବାପାଙ୍କୁ ଜାଣିନ, ତାଙ୍କ ବାପାଙ୍କୁ ମଧ୍ୟ ଜାଣିନ। କେତେ ଅଜ୍ଞାନ ଭିତରେ ଆମେ ଅଛେ ଦେଖନ୍ତୁ। ତୁମେ ମଧ୍ୟ ସୃଷ୍ଟି କଲ ସନ୍ତାନଟିଏ, ସଂସାର କରିକିରି, ତାର ଭବିଷ୍ୟତ ତୁମେ ଜାଣିନ। ଇଏ ବି ବିଚିତ୍ର। ତୁମେ ଯେମିତି କିଛି କାମ କରିକି ଆସି ଫେରିଗଲ ବା ଫେରିଯିବ, କୁଆଡ଼େ ଯିବ ଜାଣିନ, କାହିଁକି ଆସିଥିଲ ଜାଣିନ। ତେଣୁ ମାୟାରେ ଆମେ ଏକ ପ୍ରକାର ମାୟାରେ ବଶୀଭୂତ ହେଇକରି ଏସବୁ ଅଜ୍ଞାନତା ଭିତରେ ବୁଡ଼ି ରହିଛେ। ମୁଁ ଯେତେ ଗୁଡ଼ିଏ କଥା କହିଲି, ଏସବୁ ବିଚିତ୍ର ଲାଗୁଛି ଆମକୁ, ଆମ ଜ୍ଞାତରେ ନାହିଁ, ଆମ ଅଜ୍ଞାତରେ ସବୁ ହଉଛି। ଗଛରେ ମଞ୍ଜି ସୃଷ୍ଟି ହଉଛି, ମଞ୍ଜି ରୋପଣ ହେଲେ ପୁଣି ଗଛ ସୃଷ୍ଟି ହବ, ସେଇ ଗଛ ସୃଷ୍ଟି ହବ। କେବେ କଇଁଆ ଗଛରୁ ଗୋଲାପ ଫୁଲ ଫୁଟିବନି, ବର ଗଛରୁ କେବେ ଅସୁସ୍ଥ ଗଛର ମଞ୍ଜି ଆସିବନି। ତେଣୁ ଗଛ ହେଲା ପରେ ପୁଣି ଶାଖା ପ୍ରଶାଖା ମିଳୁଛି, ଶାଖା ପ୍ରଶାଖା ମିଳିଲା ପରେ ପୁଣି ପରିପକ୍ୱ ଅବସ୍ଥାରେ ଆସିକି ପୁଣି ଫଳ ଧରୁଛି, ଫୁଲ ଧରୁଛି, ତାପରେ ଫଳ ଧରୁଛି। ପୁଣି ସେ ଗଛର ବୀଜଟି ପୁଣି ତଳେ ପଡ଼ିଲା ପରେ ପୁଣି ଗଛ ଉଠୁଛି। ଇଏ ବି ବିଚିତ୍ର। ଏ ଆମ ଅଜ୍ଞାତରେ ସବୁ ଏସବୁ ହଉଛି, ଆମ ଜ୍ଞାତରେ ହଉନି। ଆମେ ଜାଣିନେ କିଏ କରୁଛି, ୟାକୁ ଆମେ ଜାଣିନେ।
ଗଛ ଭିତରେ କିଏ ଅଛି ଆମେ ଜାଣିନେ, ଆମ ଭିତରେ ବି କିଏ ଅଛି ଜାଣିନେ। ଆମେ ଖାଉଛେ, ଡାଇଜେସନ୍ ପ୍ରକ୍ରିୟା ହେଇଯାଉଛି, ନିଦ୍ରା କିଏ କରେଇ ଦେଉଛି, ନିଶ୍ୱାସ ପ୍ରଶ୍ୱାସ କେମିତି ଚାଲୁଛି ଆମେ ଜାଣିନେ। ମନ କ'ଣ ଜାଣିନେ, ପ୍ରାଣ କ'ଣ ଜାଣିନେ, ବୁଦ୍ଧି କ'ଣ ଜାଣିନେ, ବିଚାର ବି ଜାଣିନେ, ବିଚାର ବି ଜାଣିନେ। ଆମେ ଏଗୁଡ଼ା କିଛି ଜାଣିନେ, ଆମ ଅଜ୍ଞାନରେ ସବୁ ଅଛି। ଖାଇବା ପିଇବା ଶୋଇବା, ଘର ସଂସାର କରିବା, ପୁଣି ଫୁର୍କିନି ଉଡ଼ିଯିବା, ପୁଣି ଫୁର୍କିନି ଉଡ଼ିଯିବା। ବୁଢ଼ା ମିଆଁ ଥରେ କହିଲା, ଖାଇବା ପିଇବା ଫୁର୍କିନି ଉଡ଼ିଯିବା। ତା ସହିତ କେତେ ଜୀବଜନ୍ତୁ ବି ଅଛନ୍ତି ଦେଖନ୍ତୁ, ଗାଈ ଠାରୁ ଆରମ୍ଭ କରି ବାଘ ପର୍ଯ୍ୟନ୍ତ କେତେ ଗୁଡ଼ିଏ ଜୀବ ଅଛନ୍ତି, ଆମେ ତାଙ୍କୁ ଦେଖିନେ ଏପର୍ଯ୍ୟନ୍ତ। ଯଦି ନନ୍ଦନକାନନ ନଥାନ୍ତା ଆମେ ବାଘ ଦେଖିନଥାନ୍ତେ। ଅନେକ ଜନ୍ତୁ ଅଛନ୍ତି, ଅନେକ ପ୍ରାଣୀ ଏ ପୃଥିବୀରେ ଜନ୍ମ ନେଇଛନ୍ତି। ମନୁଷ୍ୟ କେବଳ ନୁହନ୍ତି, ଆହୁରି ଅନେକ ଜୀବଜନ୍ତୁ ଅଛନ୍ତି, ହଜାର ହଜାର ପକ୍ଷୀ ମଧ୍ୟ ଅଛନ୍ତି। ଇଏ ବି ବିଚିତ୍ର ଭିତରେ। କେତେ ସରୀସୃପ ଅଛନ୍ତି, ଇଏ ବି ବିଚିତ୍ର। ସବୁ ବିଚିତ୍ର ଲାଗୁଛି ଆମକୁ, ଅଜ୍ଞାନତା ଲାଗୁଛି। ଏସବୁ କାହିଁକି ହେଇଛି? ଏ ବି ଅଜ୍ଞାନତା ଆମ ଭିତରେ ଅଛି। ଆମେ ଜାଣିନେ କାହିଁକି ହେଉଛି ଏଗୁଡ଼ା ସବୁ। ଆମେ ନିଜେ ସ୍ୱୟଂ ଜାଣିନେ। ଗୋଟେ ବଡ଼ ବିଚିତ୍ର ରହସ୍ୟ ହେଉଛି କ'ଣ କି, ଆମେ ସ୍ୱୟଂ ନିଜକୁ ଜାଣିନା ଆମେ କିଏ। ତେଣୁ ଆର ସମାଧାନ କେମିତି ହେଇପାରିବ? ଯେତେ ଗୁଡ଼ିଏ କଥା କହିଲେ, ଆର ସମାଧାନର ସୂତ୍ର କ'ଣ? କେମିତି ହେଇପାରିବ? କେତେ ଅଜ୍ଞାନତା କଥା ଅଛି ଆମ ଭିତରେ, ଆମେ ଜାଣିନେ। ଆଉ ସେଇ ଜିନିଷଟା ଜାଣିଗଲେ ଆମ ଭିତରେ କେମିତି ଡାଇଜେସନ୍ ପ୍ରକ୍ରିୟା ହେଉଛି, ଆମ ଭିତରେ କିଏ ଅଛି, କିଏ ଅଛି ଆମ ଭିତରେ, କିଏ କାମ କରୁଛି, ତାର ଅନ୍ୟ ସାମ୍ରାଜ୍ୟ ସହିତ ବା ପୃଥିବୀ ସହିତ ସମ୍ପର୍କ ଅଛି କି ନାହିଁ। ଯେଉଁ ଶବ୍ଦ ଉଠୁଛି ଅହଂ ବ୍ରହ୍ମାସ୍ମି, ତତ୍ତ୍ୱମସି, ଏ ଶବ୍ଦର ମାଲିକ କିଏ? ବ୍ରହ୍ମ ଶବ୍ଦର ମାଲିକ କିଏ? ଯିଏ କହୁଛି ଅହଂ ବ୍ରହ୍ମାସ୍ମି, ସେ କିଏ? ତୁମେ ତ କହୁନ ଅହଂ ବ୍ରହ୍ମାସ୍ମି। ତୁମେ କହୁଛ ମୁଁ ଟିକେ ପିଅନ ଚାକିରି କରିଛି, ମୁଁ ପିଅନଟି, ମୁଁ ହେଡ଼ମାଷ୍ଟରଟି, ମୁଁ ଜଣେ IAS, ମୁଁ ଜଣେ କୃଷକ। ଡେଜିଗ୍ନେସନ୍ ତୁମର ଆସୁଛି, ମୁଁ ଜଣେ ଲେକ୍ଚର, ମୁଁ ଜଣେ ପ୍ରଫେସର, ମୁଁ ଜଣେ ଡାକ୍ତର, ମୁଁ ଜଣେ ସୈନିକ। ଏଇ ଯେଉଁ ଡେଜିଗ୍ନେସନ୍ ରହୁଛି ତୁମ ଭିତରେ, ବାସ୍ତବରେ ଏଗୁଡ଼ା ତୁମେ ନୁହଁ। ये शरीर सहित संपर्क जोड़ा है। ये जो डेजिग्नेशन शरीर सहिले सी सब लिभिजीव ना भी तुम सहित शरीर सहित जोड़ी दिया है। राम, कपिल, माधव, केशव, डबुल बबुल, विकास, प्रकाश, हेम, माधवी है, ये सब ना तुम शरीर सहित संपर्कित। ये शरीर नथिले ना भी बुड़ीजीव, किंतु जी चिरंतन सत्य से बुड़ीबनी। ये ना बुड़ीजीव, शरीर बुड़ीजीव, शरीर लिभिजीव, पंचभूत लीन हो। आकाश आकाश सहित मिसीजीव, तुम भीतर जो आकाश अच्छे, तुम भीतर जो बायु अच्छी, बायु सहित मिसीजीव, विश्व आकाश बायु सहित तुमर सहित जो
ଉତ୍ତାପ ଅଛି, ଉତ୍ତାପରେ ମିଶିଯିବ, ରକ୍ତ ପାଣିରେ ମିଶିଯିବ, ଆଉ ତୁମର ହାଡ଼ ମାଂସ ପାଉଁଶ ହେଇଯିବ, ପୃଥିବୀ ତତ୍ତ୍ୱରେ ମିଶିଯିବ। କିନ୍ତୁ ଗୋଟିଏ ଜିନିଷ ମିଶିବନି, ତୁମ ଭିତରେ ଯେ ଅଶ୍ଳୀଳ ତତ୍ତ୍ୱ ଅଛି, ଅଶ୍ଳୀଳ ଚିଜ ଅଛି, ସେ ଚିଜଟି କ'ଣ, ତାକୁ କେମିତି ପାଇବା? ଯାହାକୁ ପାଇଲେ ସବୁର ଜ୍ଞାନ ହେଇଯିବ, ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ଜ୍ଞାନ ତୁମ ଭିତରେ ହେଇଯିବ। ମୈତ୍ରେୟ ଯାଜ୍ଞବଲ୍କ୍ୟ ଋଷିଙ୍କି କହିଲେ, ତାଙ୍କର ସ୍ୱାମୀ କହିଲେ, ଆତ୍ମାର ରୂପରେଖ କ'ଣ? ଆତ୍ମା କେମିତି ଜାଣି ହେବ, ଦେଖି ହେବ? ଆତ୍ମା କେମିତି ଦେଖି ହେବ? ପ୍ରଶ୍ନ କରିଥିଲେ ମୈତ୍ରେୟ। ଯାଜ୍ଞବଲ୍କ୍ୟ ଋଷି ତାଙ୍କର ଉତ୍ତର ରଖିଥିଲେ ମୈତ୍ରେୟଙ୍କ ପାଖରେ। କ'ଣ ଉତ୍ତର ଥିଲା? ନା, ଆତ୍ମାକୁ ଭଲ ଭାବରେ ଦେଖିନେଲା ପରେ, ଆତ୍ମାକୁ ଭଲ ଭାବରେ ଚିହ୍ନି ନେଲା ପରେ, ଜାଣିନେଲା ପରେ ତାର ରୂପ ତୁମେ ଜାଣିପାରିବ, ନହେଲେ ଜାଣିପାରିବ। ମୁଁ କହିଦେଲେ ହବନି, ସବୁକିଛି ଜଣାପଡ଼ିଯିବ। ଦେଖିନେଲା ପରେ ସବୁକିଛି ଜଣାପଡ଼ିବ। ଇଏ ସେମିତି ଏଇ ଯେଉଁ ବିରାଟ ବ୍ରହ୍ମାଣ୍ଡ ମାୟାଜାଲ ଆଚ୍ଛାଦନ କରି ରଖାଯାଇଛି, ସାରା ପୃଥିବୀ ତୁମ ପାଇଁ ଅନ୍ଧାର ଦେଖାଯାଉନି କି? କେମିତି ସବୁ ଏଗୁଡ଼ା ସବୁ ହେଇଛି? ଏଇ ଯେଉଁ ବିଚିତ୍ର ରହସ୍ୟ ଖୋଲିବ କେତେବେଳେ? ନା, ଯେତେବେଳେ ତୁମ ଆତ୍ମାକୁ ଜାଣିବ, ଆତ୍ମାକୁ ଦେଖି ନେବ, ଆତ୍ମାର ରୂପକୁ ଦେଖି ନେଇଯିବ, ଆତ୍ମା ହେଇଯିବ ତୁମେ ସ୍ୱୟଂ। ଯେମିତି ସ୍ୱପ୍ନ ଯିଏ ସୃଷ୍ଟି କରୁଛି, ତୁମେ ଯେତେବେଳେ ସ୍ୱପ୍ନ ସୃଷ୍ଟି କରିବ, ତୁମେ ସେଇଆ ହେଇଗଲନି କି? ଆଉ ଗୋଟେ ବଡ଼ ବିଚିତ୍ର ରହସ୍ୟ କ'ଣ ଅଛି ଜାଣିଛନ୍ତି କି? କ'ଣ ସେ ରହସ୍ୟ? ଧରାଯାଉ ତୁମେ ସ୍ୱପ୍ନ ଦେଖୁଛ, ସ୍ୱପ୍ନରେ ହଠାତ୍ ତମର ଜ୍ଞାନତା ଆସିଗଲା, ସ୍ୱପ୍ନରେ ହଠାତ୍ ଜ୍ଞାନତା ହେଇଗଲା, ତୁମେ ମୁଁ ସ୍ୱପ୍ନ ଦେଖୁଛି। ସ୍ୱପ୍ନ ଯିଏ ଦେଖୁଛି ଜାଣିପାରେନି ମୁଁ ସ୍ୱପ୍ନ ଦେଖୁଛି ବୋଲି। ତୁମେ ହଉ ବା ମୁଁ ହୁଏ, ଯିଏ ଦେଖୁଛି ଜାଣିପାରେନି। ହଠାତ୍ ଯଦି ତୁମେ ଜାଣିପାରିଲ ଏଇଟା ସ୍ୱପ୍ନ, ତାମାନେ ତୁମେ ସେଇ ରୂପ ଧାରଣ କଲ, ତୁମେ କ୍ରିଏଟର ହେଇଗଲ, ତୁମେ ସମାଧି ହେଇଗଲ ସେଠି, ଆତ୍ମାକୁ ଦେଖି ନେଇଗଲ, ହଠାତ୍ ସେଠି ଦେଖି ନେଇଗଲ। ଏ ସୌଭାଗ୍ୟ କାହାର ଆସେନି। ଏଇ ଗୋଟେ ବିରାଟ ତତ୍ତ୍ୱ, ଇଏ ଗୋଟେ ବିରାଟ ତତ୍ତ୍ୱ। ତେଣୁ ଯେତେବେଳେ ତୁମେ ଆତ୍ମାକୁ ଜାଣି ନେଇଯିବ, ଆତ୍ମା ବିଷୟରେ ଅବଲୋକନ କରିବ, ଆତ୍ମା ସହିତ ମିଶିବା ପାଇଁ ଯୋଜନା କରିବ, ପ୍ରଯତ୍ନ କରିବ, ପ୍ରବନ୍ଧ ରଚନା କରିବ ଆତ୍ମା ପାଇଁ, ସେଠି ବିଚାର ସୃଷ୍ଟି ହେଲା। ଜଣେ ଯୋଗୀ ହେବା ପାଇଁ କଳ୍ପନା କରିବ, ଆତ୍ମଦର୍ଶନ ପାଇଁ ପ୍ରୟାସ କରିବ। ଏତେ ଅଦ୍ଭୁତ ଜିନିଷ ମୋ ଭିତରେ ଅଛି, ଯିଏ ସାରା ବିଶ୍ୱକୁ ନିୟନ୍ତ୍ରଣ କରୁଛି, ସାରା ବିଶ୍ୱ ବ୍ରହ୍ମାଣ୍ଡର ଯିଏ ମାଲିକ, ତା ଭିତରେ ଯେତେବେଳେ ଅନୁଶୀଳନ ଆସିବ, ତୁମ ଭିତରେ ଅବଜରଭେସନ ଆସିବ, ଖୋଜିବ ତୁମେ, ସେଇଠି ତତ୍ତ୍ୱର ବିଚାର ଆସିଲା, ଏଠି ତତ୍ତ୍ୱର ବିଚାର ଆସିଲା। ଏତେ ବଡ଼ ରହସ୍ୟ ଯେତେ ଗୁଡ଼ିଏ କହିଲି, ସବୁ ଅଜ୍ଞାତ ବିଚିତ୍ର ଭିତରେ ଆମେ ରହିଛେ। ଭ୍ରାନ୍ତି ଦୂର ହେବ କେମିତି?
ଖାଲି ବିଚାର ହେଲେ ହବନି। ତୁମେ ଆତ୍ମା ମୋ ଭିତରେ ଅଛି, ସାରା ସୃଷ୍ଟିର ମାଲିକ, ଗଛ ବା ବୃକ୍ଷ ବା ନଦ ନଦୀ, ଏ ପ୍ରକୃତି, ସୂର୍ଯ୍ୟ ଚନ୍ଦ୍ର ତାରା ନକ୍ଷତ୍ର, ଆକାଶ ଗଙ୍ଗା, ଅନ୍ତରିକ୍ଷ, ଆଉ ଅନ୍ତରିକ୍ଷର ମହାକର୍ଷଣ ଶକ୍ତି, ପୁଣି ମହାକର୍ଷଣ ଶକ୍ତି କିଏ ବାନ୍ଧି ରଖିଛି? ଖାଲି ମହାକର୍ଷଣର ଶକ୍ତି ଅଛି ତା ନୁହେଁ, ତାକୁ ବି କିଏ ବାନ୍ଧି ରଖିଛି? ଆକାଶକୁ କିଏ ବାନ୍ଧି ରଖିଛି? ଶୂନ୍ୟତାକୁ କିଏ ବାନ୍ଧି ରଖିଛି? ଦେଖନ୍ତୁ, ଗୋଟେ ଗୋଲ ପିଣ୍ଡ ଭିତରେ ପୃଥିବୀ ଘୁରୁଛି, କେତେ ଲକ୍ଷ କିଲୋମିଟର ଭିତରେ ତାର ଗତି। ପୃଥିବୀର ଗତି ଲକ୍ଷେ କିଲୋମିଟର, କିନ୍ତୁ ଆମେ ନୀରବତା ସହିତ ନିର୍ବିଘ୍ନରେ ବିପଦ ଶୂନ୍ୟ ଅବସ୍ଥାରେ ଆମେ ବସିଛେ ପୃଥିବୀରେ। ଇଏ ବିଚିତ୍ର ନୁହେଁ କି? ତେଣୁ ଆକୁ ଯିଏ ସଂଗଠିତ କରିଛି, କିଏ ସଂଗଠିତ କରିଛି? କିଏ ହେଲେ ତ ଜଣେ କରିଥିବ। ସେ ଶକ୍ତି କିଏ? ସେ ତତ୍ଵଟା କ'ଣ? ତାର ଉତ୍ସ କୋଉଠି ଅଛି? ଏତେ ବିରାଟ ସଂସାରକୁ ଯିଏ ସୃଷ୍ଟି କରି ରଖିଦେଇଛି, ସେଇ ତତ୍ଵର ଯେତେବେଳେ ବିଚାର ହେଲା, କିଏ ସେଇ ଅଦ୍ଭୁତ ଶକ୍ତି? ନା ସତ୍ଵ, ନା ରଜ, ନା ତମ। ତାର ତିନିଟା ପାର୍ଟ। ସେଇ ଶକ୍ତିର ତିନିଟା ପାର୍ଟ, ସତ୍ଵ, ରଜ, ତମ। ସତ୍ଵ ରଜତମକୁ ବାନ୍ଧି ରଖିଛି, ବୁଝିଲେ? ସତ୍ଵ ଗୁଣ ରଜଗୁଣ ତମ ଗୁଣକୁ ବାନ୍ଧି ରଖିଛି। କାରଣ ତମ ଗୁଣର ଆକର୍ଷଣ ଶକ୍ତି ଅଛି, ରଜଗୁଣର ବିକର୍ଷଣ ଶକ୍ତି ଅଛି। ଆଉ ସାମ୍ୟ ଭାବ ସୃଷ୍ଟି କରୁଛି କିଏ? ନା ସତ୍ଵଗୁଣ, ଯୋଉ ଦିଟା ଶକ୍ତିକି ବାନ୍ଧି ରଖିଛି। ତେଣୁ ଏଇ ଯୋଉ ସତ୍ଵରଜ ତମ, ସତ୍ଵରଜ ତମ, ଏ ତିନୋଟି ଗୁଣକୁ କିଏ ସୃଷ୍ଟି କରିଛି? ଇଏ ତ ଶକ୍ତି ସ୍ୱରୂପ ତିନିଟାଙ୍କ। ତାକୁ ମଧ୍ୟ କିଏ ସୃଷ୍ଟି କରିଛି? ତା ଉପରେ ଆଉ କୋଉ ଶକ୍ତି ଅଛି? ଗୋଟେ ଏଇ ଯୋଉ ବିଚାର ଆସିବ ତୁମ ମନ ଭିତରେ, ପ୍ରକୃତରେ ମୁଁ କିଏ? ମୋ ଭିତରେ କିଏ ଅଛି? ମୁଁ କାହିଁକି ଆସିଲି? ଏ ସାରା ପୃଥିବୀର ରହସ୍ୟ କ'ଣ? ବାୟୁ କ'ଣ? ଅଗ୍ନିତତ୍ଵ କ'ଣ? ଆକୁ କିଏ ସଞ୍ଚାଳନ କରୁଛି? ସାରା ପୃଥିବୀ ଠାରୁ ଅନ୍ତରିକ୍ଷ ପର୍ଯ୍ୟନ୍ତ ଆର କିଏ ମାଲିକ ଅଛି? ଯେତେବେଳେ ତମ ମନ ଭିତରେ ଏସବୁ ଘଟଣା ସୃଷ୍ଟି ହବ, ତମେ ଖୋଜିବା ପାଇଁ ଯେତେବେଳେ ବିଚାର ଆସିବ ମୁଁ କିଏ, ସେତେବେଳେ ତୁମେ ମୁନି ରୂପ ଧାରଣ କଲ, ମନୁଷ୍ୟରୁ ମୁନି। ଯିଏ ମୋର ପରିଚୟ ଖୋଜିଲା ସେ ମୁନି ହେଲା, ଯିଏ ଆତ୍ମାକୁ ଖୋଜିଲା ସେ ମୁନି ହେଲା। ମୁଁକୁ ଯିଏ ନିର୍ଣ୍ଣୟ କରିବାକୁ ବସିଲା, ଆଉ ଯେତେବେଳେ ଖୋଜିବା ଆରମ୍ଭ କଲା, ଇଏ ତ ବିଚାର କରିଦେଲା ମୁଁ କିଏ, ସମ୍ୟକ ଧାରଣା ଆସିଲା, ହଠାତ୍ ସଂସାରରୁ ଉଠି ଆସିଲା ଟିକେ ଉପରକୁ। ସଂସାରରେ ଥିଲା, ଖାଉଥିଲା, ବୁଲୁଥିଲା, ଖେଳୁଥିଲା, ସଂସାର ଭିତରେ ରତ ଥିଲା, ଚାକିରିକି ଯାଉଥିଲା, ପୁଣି ଫେରୁଥିଲା, ପୁଣି ଯାଉଥିଲା, ପୁଣି ଫେରୁଥିଲା, ଘର ବନ୍ଧୁବାନ୍ଧବ ସହିତ ଡିଲ୍ କରୁଥିଲା, ସମ୍ପର୍କ ଯୋଡ଼ିଥିଲା, ଗାଁ ଗଣ୍ଡା ସାହି ପଡ଼ିଶା ସଂସାରୀ ଲୋକଙ୍କ ସହିତ ଥିଲା। କିନ୍ତୁ ସଂସାରୀ ଲୋକ ତ ଏକଥା ଭାବିବନି କେବେ ମୁଁ କିଏ। ମେସିନ୍ ଯେମିତି କାମ କରେ ତୁମେ କାମ କରୁଥିଲ, କିନ୍ତୁ ତୁମେ ଯେତେବେଳେ ଭାବନା କଲ ବାସ୍ତବରେ ମୁଁ କିଏ, ମୁଁ କାହିଁକି ଆସିଛି, ସେଇ ଅବସ୍ଥାଟା ମୁନି ଅବସ୍ଥା ହେଇଗଲା ତୁମର।
ଟିକେ ସଂସାରରୁ ଊର୍ଦ୍ଧ୍ୱକୁ ଉଠି ଆସିଲ। ଊର୍ଦ୍ଧ୍ୱକୁ ଉଠିଲା ପରେ ଜାଣିଲ ଆତ୍ମା ମୋ ଭିତରେ ଅଛି। ହୁଏତ ଆତ୍ମା ହେଇପାରେ, ଆଉ ସଂସାର ମାଲିକ ବି ଆତ୍ମା ହେଇପାରେ ବା ବ୍ରହ୍ମ ହେଇପାରେ। ଏଇ ତତ୍ତ୍ୱକୁ ଯେତେବେଳେ ଜାଣିବା ପାଇଁ ତୁମେ ଜାଗ୍ରତ ହେଲ ଏବଂ ପ୍ରଯତ୍ନ କଲ, ବାରମ୍ବାର ପ୍ରଯତ୍ନ କଲ, ଖୋଜିଲ, ଯୋଗ ଆରମ୍ଭ କରିଦେଲ ମିଶିବା ପାଇଁ, ତମେ ଯୋଗୀ ହେଇଗଲ। ତୁମେ ଯୋଗୀ ହେଇଗଲ ଯେତେବେଳେ ଖୋଜିଲ ମୋ ଭିତରେ ଅଛି କୋଉଠି, ଯୋଗ ଅବସ୍ଥା ପ୍ରାପ୍ତ। ଖୋଜିଲା ପରେ ଗୋଟିଏ ଜଣେ କୂଅ ଖୋଳିଲା, ପାଣି ମିଳିଲାନି। ଆଉ ଗୋଟିଏ କୂଅ ଖୋଳିଲା, ପାଣି ମିଳିଲାନି, ବନ୍ଦ କରିଦେଲା। ତାପରେ ଆଉ ଗୋଟିଏ କୂଅ ଖୋଳିଲା, ପାଣି ମିଳିଲାନି, ବନ୍ଦ କରିଦେଲା। ଏମିତି ଅନେକ କୂଅ ଖୋଳିବାକୁ ପଡ଼ିବ ପାଣି ପାଇଁ। ଯେପର୍ଯ୍ୟନ୍ତ ପାଣି ନ ମିଳିଛି ତୁମେ ଖୋଳିବାକୁ ବାଧ୍ୟ ହେବ। ଜାରି ରଖିବ ପ୍ରଯତ୍ନ ଖୋଳିବା ପାଇଁ, ମୁଁ ପାଇବି ପାଣି। ତେଣୁ ତୁମେ ଯେପର୍ଯ୍ୟନ୍ତ ପାଣି ନ ମିଳିଛି, ଯେପର୍ଯ୍ୟନ୍ତ ଆତ୍ମଦର୍ଶନ ନ ହେଇଛି, ସେ ପର୍ଯ୍ୟନ୍ତ ତୁମେ ସେଇ ଅବସ୍ଥାରେ ରହିଲ। ଯେତେବେଳେ ମିଳିଗଲା ତୁମକୁ ପାଣି, କୂଅ ଖୋଳୁ ଖୋଳୁ ଯେମିତି ମିଳିଗଲା ତୁମକୁ ଆତ୍ମାର ଦର୍ଶନ, ତୁମେ ସେଇଠି କହିପାରିବ ମୁଁ ବ୍ରହ୍ମ। ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି। ତତ୍ତ୍ୱ ବିଚାର କଲା, ତତ୍ତ୍ୱକୁ ଜାଣିବା ପାଇଁ ପ୍ରୟାସ କଲା କି ଏ ସାରା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ। ସତରେ କ'ଣ ମୁଁ? ପ୍ରଶ୍ନ ଉଠିଥିଲା ତା ଭିତରେ। ସତରେ କ'ଣ ମୁଁ? ଯେତେବେଳେ ପାଇଯିବ, ଆତ୍ମଦର୍ଶନ ହେଇଯିବ, ସେଠି ଭ୍ରାନ୍ତି ଦୂର ହେବ। এই যে ভ্রান্তি রয়েছে, সৃষ্টিকর্তা কিଏ? ମୋର ସୃଷ୍ଟିକର୍ତ୍ତା କିଏ? ଏ ପୃଥିବୀ ସାରା ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା କିଏ? ତୁମକୁ ସେଇ ପ୍ରଶ୍ନର ଉତ୍ତର ସେଇଠି ମିଳିବ। ଯେତେବେଳେ ନିଜର ରୂପ ଦର୍ଶନ ହେଇଯିବ, ତୁମର ଆବାଗମନର ଭାବ ଜାଣିପାରିବ। ତୁମେ କାହିଁକି ଆସିଥିଲ, କାହିଁକି ଯିବ, କାହିଁକି ଆସିଥିଲ, କାହିଁକି ଯିବ। ଆବାଗମନ, ସେଇଠି ଭ୍ରାନ୍ତି ଦୂର ହେବ। ସେଇଠି ଭ୍ରାନ୍ତି ଦୂର ହେବ। ନହେଲେ ଧୋବାର ଗଧ ପରି, ଧୋବା ଯେମିତି ମା ଗଧକୁ କପଡ଼ା ପକାଇ ଦିଏ ପିଲାଦିନ ଠାରୁ, ନଈକି ନେଇଯାଏ ସଫା କରିବା ପାଇଁ, ପୁଣି ଧୋବା ଗଧ ଉପରେ ନଦୀ ଦିଏ କପଡ଼ା। ଘରକୁ ଚାଲ, ଘାଟକୁ ଚାଲ, ଘରକୁ ଚାଲ। ଏ ଧୋବାର ଗଧ ନା ଘାଟ କି ନା ଘର କି, ଘାଟର ହେଇପାରିଲା ନା ଘରର ହେଇପାରିଲା, ଜାଣିପାରିଲାନି କୋଉଥିପାଇଁ ମୁଁ ଲୁଗା ବୋଉଛି। ଧୋବାର ଗଧ ଜାଣିପାରିଲା ନାହିଁ ମୁଁ କାହିଁକି ନଉଛି ଘାଟକୁ, କାହିଁକି ଆଣୁଛି ଘରକୁ। ନା ଘାଟ କି ନା ଘର କି, ଧୋବିକି ଗଧ। କିଛି ଦିନ ପରେ ମା ଗଧ ମରିଗଲା। ଧୋବା ଦେଖିଲା ମା ଗଧ ମରିଗଲା, ପିଲା ଉପରେ ପକେଇଲା। ପିଲା ଗଧ ଥିଲା, ତାପରେ କପଡ଼ା ପକେଇଲା, ଲୁଗା କହିଲା ନଈ ପର୍ଯ୍ୟନ୍ତ ଚାଲିଲା। ପୁଣି ଶୁଖିଗଲା ପରେ କପଡ଼ା ପୁଣି ଆଣିକିରି ଏଠି ରଖିଲା। ମା ଗଧ ଜାଣିପାରିଲାନି ମୁଁ କାହିଁକି ଜନ୍ମ ନେଇଥିଲି, ମରିଗଲା। ନା ଘାଟ କି ନା ଘର କି। ଏ ପିଲା ଗଧ ମଧ୍ୟ ଜାଣିପାରିବ ନାହିଁ ମୁଁ କାହିଁକି ନଉଛି, କାହିଁକି ଆଣୁଛି। ଆମମାନଙ୍କର ଅବସ୍ଥା ମଧ୍ୟ ସେଇଆ। ଯେପର୍ଯ୍ୟନ୍ତ ତତ୍ତ୍ୱ ନ ଜାଣିଲ, ଯେପର୍ଯ୍ୟନ୍ତ ଆସିବା ଯିବାର ଘଟଣା ନ ବୁଝିପାରିଲ, ସେ ପର୍ଯ୍ୟନ୍ତ ମାୟା ଜାଲରେ ଧୋବାର ଗଧ ପରି ତୁମେ ଜନ୍ମ ନେବ ଏବଂ ମରିଯିବ ମଧ୍ୟ। କହିଲେ ଅତ୍ୟୁକ୍ତି ହେବନି। ତୁମେ ଧୋବାର ଗଧ କହିଲେ ଅତ୍ୟୁକ୍ତି ହେବନି। ଯିଏ ତତ୍ତ୍ୱ ନ ଜାଣିଲା,
ଯିଏ ଯିବା ଆସିବାର ଖବର ନ ରଖିଲା, ମୁଁକୁ ନ ଜାଣିପାରିଲା ଜୀବନ ଭିତରେ, ସେ ଧୋବାର ଗଧ। ଏମିତି ଅନେକ ଆସିଛନ୍ତି, ଫେରି ଯାଇଛନ୍ତି ରିକ୍ତ ହସ୍ତରେ, କିନ୍ତୁ ସେଥିମଧ୍ୟରୁ କେତେକ ମାନେ ଯୋଗୀ ମୁନି ଋଷି ଯେଉଁମାନଙ୍କୁ ଭାରତର ଧରୋହର କୁହାଯାଉଛି, ମୁନି ଋଷିର ଦେଶ ଭାରତବର୍ଷ। ଇଏ ଜ୍ଞାନ କୋଉଠି ମିଳିବନି? ଭାରତ ପରେ ମିଳିବା ବହୁତ କଷ୍ଟ। ଏ ମୁନି ଋଷିର ଦେଶ ଭାରତବର୍ଷରେ ଅନେକ ମୁନି ଋଷି ଥିଲେ। ସେମାନେ ପ୍ରାଚୀନ କାଳରୁ କେବେଠାରୁ ଏଇ ଜ୍ଞାନ ଦେଇ ଆସିଛନ୍ତି ସାରା ପୃଥିବୀକି। ତୁମେ ନିଜର ପରିଚୟ ଖୋଜ, ତାହେଲେ ତତ୍ତ୍ୱ ତୁମ ନିକଟରେ ପହଞ୍ଚିବ। ତତ୍ତ୍ୱ ଖଣ୍ଡିତ ହେବ ସେଇଠି, ଜ୍ଞାନ ହେଇଯିବ। ଦେଖନ୍ତୁ, ସର୍ବଶ୍ରେଷ୍ଠ ଜ୍ଞାନ କ'ଣ ତୁମ ଭିତରେ? ଜାଣିବାର ରହସ୍ୟ କ'ଣ? ତୁମେ କାହିଁକି ଆସିଛ, କାହିଁକି ଯିବ? ତୁମେ କିଏ? ସେ ଆଇଏସ୍ ପାଠ ପଢୁ, ବିରାଟ ବୈଜ୍ଞାନିକ ହେଇଯାଉ, 1000 କ୍ଷେପଣାସ୍ତ୍ର ତିଆରି କରୁ, କୋଟି କୋଟି ବ୍ରହ୍ମାଣ୍ଡକୁ ସୃଷ୍ଟି ମାନେ ନଷ୍ଟ କରିବାର ଶକ୍ତି ଥାଉ, ପରମାଣୁ ସୃଷ୍ଟି କରିକିରି, କିନ୍ତୁ ନିଜକୁ ଜାଣିନି ଯିଏ, ତାକୁ ଆମେ ଧୋବାର ଗଧ କହିବାନି ତ କ'ଣ କହିବା? ଆଉ ତତ୍ତ୍ୱଟା କୋଉଠି ରହିଛି? ଏଇଠି ତତ୍ତ୍ୱ ରହିଛି। ନିଜକୁ ଜାଣିବାର ରହସ୍ୟ ଯେ ଖୋଜିକିରି ପାଇଗଲା, ସେ ତତ୍ତ୍ୱ ତା ପାଇଁ ଉନ୍ମୁକ୍ତ ହେଇଗଲା, ଜୀବନ ମୁକ୍ତ ହେଇଗଲା ସେ। ତେଣୁ ଜୀବନ ମୁକ୍ତ ବାଟ ପାଇଁ ଯିଏ ପ୍ରୟାସ କରୁଛି, ସେ ତତ୍ତ୍ୱକୁ ଜାଣିବା ପାଇଁ ମଧ୍ୟ ଆଗ୍ରହ ସୃଷ୍ଟି କରୁଛି। ସେଇଠି ତତ୍ତ୍ୱ ଅଛି, ସେଇଠି ବିଚିତ୍ରତା ଅଛି। ଭଗବାନ ଶ୍ରୀକୃଷ୍ଣ ଗୀତାରେ ମଧ୍ୟ ଅର୍ଜୁନକୁ ବୁଝେଇଛନ୍ତି, ମୁଁ ହେଉଛି ଦ୍ୱନ୍ଦ୍ୱ ସମାସ। ଦ୍ୱନ୍ଦ୍ୱ ସମାସ କ'ଣ? ମ୍ୟାଥମେଟିକ୍ ଆଡ଼କୁ ପଳେଇଲା। ଦ୍ୱନ୍ଦ୍ୱ ସମାସ କ୍ରିଟିକାଲ କରିଦେଲା। ଆରେ ତୁମେ ତ ଭଲ ଲୋକ, ଖରାପ ଲୋକ ହେଇପାର, ନହେଲେ ଭଲ ଲୋକ ହେଇଥାନ, ମୁଁ ଦ୍ୱନ୍ଦ୍ୱ ସମାସ କ'ଣ? ଏଇ ଯୋଉ ବିଚିତ୍ର ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ତୁମର ଅନ୍ଧାରର ଆଲୋକ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ଅଜ୍ଞାନତାକୁ ଦୂରୀଭୂତ କରିବା ପାଇଁ ଯୋଉ ମାନେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ସେଇଟା ବୁଦ୍ଧି ପ୍ରୟୋଗ କରି ତୁମେ ଜାଣିବ। ଦ୍ୱନ୍ଦ୍ୱ ନଥିଲେ ତୁମେ ବୁଦ୍ଧି ପ୍ରୟୋଗ କରିପାରିବନି। ବିପଦ ନଥିଲେ ତୁମେ ଯୋଗ କରିବାକୁ ଆଗ୍ରହ ହେଇପାରିବନି। ଆଉ ସମସ୍ତେ ତ ନିଜକୁ ବ୍ରହ୍ମ ଭାବିଥାନ୍ତି, ଯଦି ମୂଳରୁ ଅହଂ ବ୍ରହ୍ମାସ୍ମି ସମସ୍ତେ କୁହନ୍ତି। କହିଲ ତୁମେ ବ୍ରହ୍ମ ବୋଲି, ଅନ୍ୟ ଜଣେ ଜୀବ କାମୁଡ଼ି ପକେଇବ, ମୁଁ ବ୍ରହ୍ମ କେବେ ନୁହେଁ, ସେ କହିବ କେବେ ନୁହେଁ। କିନ୍ତୁ ଅହଂ ବ୍ରହ୍ମାସ୍ମି କିଏ କହିବ? ନା ଯିଏ ତତ୍ତ୍ୱକୁ ଜାଣିଲା, ଏ ସଂସାର ରହସ୍ୟ ଉନ୍ମୁକ୍ତ ପାଇଁ ପ୍ରୟାସ କଲା, ମୋର ପରିଚୟ ଖୋଜିଲା, ଆଧ୍ୟାତ୍ମିକ ଭାବକୁ ଆରୋହଣ କଲା, ଆଧ୍ୟାତ୍ମିକତାକୁ ପୂର୍ଣ୍ଣ ଭାବରେ ଗ୍ରହଣ କଲା। ଏଠି ତତ୍ତ୍ୱ ଜାଣିଯିବ। ସେ ଯେପର୍ଯ୍ୟନ୍ତ ଆତ୍ମାକୁ ନ ଜାଣିଛି, ନ ଦେଖିଛି, ତା ଭିତରେ ଗ୍ଲାନି ରହିବ, ସେ ମୁକ୍ତ ହେଇପାରିବନି। ତେଣୁ ଏ ସଂସାର ଅନ୍ଧାର ପୂର୍ଣ୍ଣ, ପୁରା ଯୁଆଡ଼କୁ ଯିବ ଅନ୍ଧାର,
ଯୁଆଡ଼େ ଲାଇଟ୍ ସିନା ପଡ଼ିଛି ସୂର୍ଯ୍ୟର କିରଣ, ସେ ଲାଇଟ୍ ଭିତରେ ତମ ବିଚାରଟା ଅନ୍ଧାର ହେଇଯାଇଛି। ଏ କାମ କରିବି କି ନାହିଁ, ସେ କାମ କରିବି କି ନାହିଁ। ଏଇ ଜଣେ 300 କୋଟି ଟଙ୍କା ଜଣକ ଘରୁ ବାହାରିଲା, 300 କୋଟି। ତାକୁ କହିବା କ'ଣ ତତ୍ତ୍ୱ ଜାଣିଥିଲା? ସେ ତତ୍ତ୍ୱ ଜାଣିଥିଲା? ପଇସା ରଖିଲେ କ'ଣ ତତ୍ତ୍ୱ ଜାଣି ହେଇଯିବ? ଭ୍ରାନ୍ତି ଦୂର ହେଇଯିବ? କେବେ ନୁହେଁ, କେବେ ବି ନୁହେଁ। ତେଣୁ ଯେଉଁ ଶୂନ୍ୟ ହସ୍ତରେ ଆସିଥିଲ ସେଇ ଶୂନ୍ୟ ହସ୍ତରେ ଯିବ, ମୁକ୍ତ ହେଇପାରିବନି। ଏମିତି ବିଚିତ୍ର ପ୍ରଲୋଭନ କରିଦିଆ ହେଇଛି ସାରା ମାୟାରେ ପୃଥିବୀଟାକୁ। ତୁମେ ତତ୍ତ୍ୱଭିତ୍ତିକ ନହେଲେ ମାୟା ଜାଲରେ ପଡ଼ିବ। କେବଳ ନିଜର ପରିଚୟ ଖୋଜିବା ହେଉଛି ତତ୍ତ୍ୱ। ନିଜକୁ ଜାଣିବା ପାଇଁ ପ୍ରୟାସ କରିବା ହେଉଛି ତତ୍ତ୍ୱ। ନିଜକୁ ବୁଝିବା, ନିଜର ଭାବକୁ ଜାଣିବା ହେଉଛି ତତ୍ତ୍ୱ। ଯେଉଁମାନେ ମୁନି ସମାଜରେ ପଶିଛନ୍ତି ସେମାନେ ଆତ୍ମଦର୍ଶନ କରିବା ଉଦ୍ଦେଶ୍ୟରେ ପଶିନାହାନ୍ତି। କେତେ ପରସେଣ୍ଟେଜ ବାହାରିବେ ଯେଉଁଟାକି କେବଳ ରୋଗମୁକ୍ତ ପାଇଁ ପଶିଛନ୍ତି। ଯେପର୍ଯ୍ୟନ୍ତ ଆତ୍ମଦର୍ଶନ ପ୍ରୟାସ ନାହିଁ ତାଙ୍କ ମନ ଭିତରେ, ସେ ଜ୍ଞାନ ଉଦ୍ରେକ ହେଇନି, ସେ ପର୍ଯ୍ୟନ୍ତ ରୋଗମୁକ୍ତ ହେଇପାରିବେନି ସେ। ଏଇଟା ହିଁ ମନେ ରଖନ୍ତୁ। ରୋଗମୁକ୍ତ ସିଏ ହେବ ଯିଏ ପ୍ରଥମ ପ୍ରୟାସ ରଖିବ ମୁଁ ଆତ୍ମଦର୍ଶନ କରିବି। ସିଏ କ୍ଲର୍କ ଚାକିରି ପାଇବ ଯିଏ IAS ପାଇଁ ପ୍ରିପାରେସନ୍ ହେଉଥିବ। ଯିଏ IAS ପାଇଁ ପ୍ରିପାରେସନ୍ ହେଉଥିବ, ଲକ୍ଷ୍ୟ ଥିବ, ସେ ହିଁ କ୍ଲର୍କ ଚାକିରି ଆଗେ ପାଇବ। ସେମିତି ତୁମେ ଯଦି ଆତ୍ମଦର୍ଶନ ପାଇଁ ପ୍ରୟାସ ଜାରି ରଖିଥିବ, ଲକ୍ଷ୍ୟ ରଖିଥିବ, ତାହେଲେ ରୋଗ ଛାଏଁ ଛାଏଁ ପଳେଇବ, ରୋଗ ରହିବନି। ତୁମେ ଦୋକାନକୁ ଯାଉଛ, ଆଗେ ପିଲାବେଳେ ଛୋଟ ଛୋଟ ଯେତେବେଳେ ପିଲା ଯାଉଥିଲେ ଦୋକାନକୁ, ଜଣେ ବାପା ମାଙ୍କ ସହିତ ଗୋଟେ ଲଜେନ୍ସ ଫ୍ରିରେ ମିଳୁଥିଲା, ଦୋକାନିଆ ଦେଇ ଦେଉଥିଲା ଖୁସିରେ ତମକୁ ଦେଖିକିରି। ତମେ ଛୋଟ ପିଲା ଥିଲ, ପ୍ୟାଣ୍ଟ ପିନ୍ଧି ନଥିଲ, ଲଙ୍ଗଳା ହେଇକି ଯାଇଥିଲ, ବା ଟିକେ ନାଗୁରୁ ହେଇଥିଲ। ଲଜେନ୍ସ ପଇସା ପଡ଼େନି। ଲଜେନ୍ସଟା ବା ଚକୋଲେଟ ଟିକେ ନାକୁରୁ ସେ ଦେଇ ଦିଅନ୍ତି ଖୁସିରେ, ଏ ପଇସା ନିଏନି ଦୋକାନିଆ। କିନ୍ତୁ ତୁମେ ଯଦି ସଉଦା ଆଣିବା ଲକ୍ଷ୍ୟରେ ନ ଯାଇଥିବ, ଲଜେନ୍ସ କାହିଁ ଦେବ ସେ? ଦୋକାନୀ ଭଲ ଭାବରେ ଜାଣିଛି ବାପା ଆସିଛି ମାନେ ପୁଅକୁ ଧରିକିରି ସଉଦା ନେବ, ତେଣୁ ଖୁସିରେ ସେ ଲଜେନ୍ସ ଦେଇଦିଏ ଫ୍ରିରେ। ଏ ଲଜେନ୍ସଟା ହେଉଛି କ'ଣ? ରୋଗ। ଆଉ ସଉଦା କିଣିବା ହେଉଛି ଆତ୍ମଦର୍ଶନ। ତେଣୁ ଦେଖିଲ ସବୁଦିନ ସଉଦା ଆଣିବନି, ଖାଲି ପିଲାକୁ ନେଇକି ଯିବ ଦୋକାନିଆ ପାଖକୁ, ସେ ଲଜେନ୍ସ ଦବନି। ଦିନେ ଦେଇଦେଲା ଯଦି ଭୁଲରେ, ତା ପରଦିନ ଗଲେ ଆଉ ଦବନି। ତେଣୁ ସଉଦା କିଣିବା ଲକ୍ଷ୍ୟରେ ତତ୍ତ୍ୱକୁ ଜାଣ। ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି। ତତ୍ତ୍ୱକୁ ଜାଣିଲେ ବା ବିଚାର କଲେ ତତ୍ତ୍ୱମୁହିଁ ହେଲେ, ତତ୍ତ୍ୱମୁହିଁ ମାନେ ମୁଁ ତତ୍ତ୍ୱ ଆଡ଼କୁ ଯିବି, ଏଇ ଭାବରେ ଅଗ୍ରସର ଯେତେବେଳେ ହେବ, ସେତେବେଳେ ସବୁ ଭ୍ରାନ୍ତି ଦୂର ହେବ। ଆତ୍ମଦର୍ଶନ କଲେ ଯେମିତି ମୈତ୍ରେୟ ଯେଉଁ ପ୍ରଶ୍ନ ରଖିଥିଲେ, ଆତ୍ମାକୁ ଦେଖିନେଲା ପରେ ସବୁ ଯାକ ଭ୍ରାନ୍ତି ଦୂର ହେଇଯିବ। ଆତ୍ମାକୁ ଜାଣିନେଲା ପରେ ସବୁ କିଛି ଜାଣିଯାତା, ସବୁ କିଛି ଜଣାପଡ଼ିଯିବ ତୁମକୁ। ଭଲ ଭାବରେ ଦେଖିନେଲା ପରେ, ଖାଲି ଆତ୍ମାକୁ ଦେଖିଲେ ହେବନି। अच्छी तरह से देख लेने से, अच्छी तरह से जान लेने से
सब कुछ जान जाता है। हाट को जीव, हाट दुआर मोर रहिबो, हाट भितर को पशिबनी, हाट देखिल से हाटर मूल्य कौन अच्छी जे पर्यंत सौदा न आनी भीतर को जीव नले घो घो शब्द शुणियो पळेई आसिबो। कोबी केते टଙ୍କା कहूची, केते कोबी आनिबो जानि पारलनी, आलू केते आनिबो जानि पारलनी, बैग नहीं न आनिबो केमती, पैसा नहीं जीव पाखक जीव, बैगण देखिबो, चिपिबो पोका अछि कि पचरा अछि, तापर आनिबो किनिकि हाटुर। एबा गोल हाट काउरीपुरी भल भाव देखि नेला पर आत्मा को सब कि जना पड़ियो। भल भाव माने ताहार गुप्त रहस्य जो लुचि रही शब्द भितरे, आत्मार शब्द भितरे, शब्द ब्रह्म भितरे, ताको परीक्षा करियो, प्रयोग करियो आवश्यक है। प्रयोग कला पर सब जना पड़ियो। रोगमुक्त पाई तुम्हें प्रयास करियो। रोग तुमर रोग भल सहित अन्य मानक रोग तुम भल कर से शक्ति मध्य तुमर जागृत हो, भ्रांति दूर हम। रोग कौन जानी जीव, रोग कहीं आसीजी तार पता आसीज तुम पाखे। जिते गोटे एड्स पेसेंट को आम परीक्षा सूत्र रे अप्लाई कलु, जानी नथुलु एड्स पेसेंट। आगे पिला बेले आम भावुलु एड्स गोटे विराट रोग, ये भल हेनी। से मनीष आम बर्तमान एड्स पेसेंट भल करिया मनीष आम, कैंसर को भल करिया मनीष आम। किंतु पूर्वर भल लगुला कैंसर है आम गाँव में केते जन कैंसर मरी जाइछन बुझले। से मनीष आम पिला बेले भल लगुला रोग ना शुणिला पर। बेसी टीबी पेसेंट मरी जाउथले खुं खुं काशरे। टीबी जानुथले गोटे मारात्मक रोग, एबे से टीबी रोग को भल करछे आम। तार तत्व जानी गले, रहस्य जानी गले, बुझी गले कौन रोग कोथ पे आछि, भ्रांति दूर हो गला। जीवन मरण चक्र कहीं आसीथिल बुझी नहीं गला, भ्रांति दूर हो गला। जीव भी कौटी बुझी नहीं गला, भ्रांति दूर हो गला। आत्मार प्रकाश रूप देखि नहीं गला, भ्रांति दूर हो गला तुम तत्व। तेणु ये सारा संसार एक अवास्तव, भ्रांत आउ विनाशशील, शरीर मध्य विनाशशील। जेतेबेले नाशवान सहित तुम संपर्क जोड़ अवश्य भय सृष्टि हो। किंतु जी अविनाशी ब्रह्म अच्छी ता सहित जेतेबेले संपर्क जोड़ीदेल थरे तुम भ्रांति दूर हो। तत्व से तुम्हें सबु किसी कर, शयन सपन जागरण, खाइले बसिले उठिले मन रखि से चैतन्य स्वरूप ब्रह्म को मो भितर जो अच्छी मुझा सहित संपर्क जोड़ी। बारंबार बारंबार उदाहरण देती। ढिंकी कुटुची जड़े समा पाखरे सुंकौची, दुई जन ढिंकी कुटुचंती पछरे, समा पड़ुची उठुची, जड़े सुंकौची, से कहा सहित भी कथा गपुची, पिला को क्षीर दौची, पैसा गणिक रिटर्न देला, चूड़ा बिकी देला, सब काम कर सुंकौची। लक्ष्य कौटी अच्छे से व्यक्ति सुंकेवा पाखे ना हाथ छेची जीव, किंतु सब काम कर। सेमती पृथ्वी रे तुम सब काम कर, खाओ बस उठ, संपर्क जोड़, संसार कर, बंधु बांधव पाखे बस, सब कर। किंतु से न था नॉन अटैचमेंट रहा पड़ो। तुम्हें चिर चैतन्य स्वरूप ब्रह्म को सदा भावना करिया पड़ो। मो भीतर के ब्रह्म अच्छी मुझे देखते नहीं, तार रूप कौन, रेख कौन,
ପ୍ରୟାସ ଜାରି ରଖ, ସେତିକି ସଫିସିଏଣ୍ଟ। ତତ୍ତ୍ୱ ଖୋଲିଯିବ ତୁମ ପାଖରେ। କେବଳ ପ୍ରଚେଷ୍ଟା, ଆଉ କିଛି ନାହିଁ। ଆଉ ଶୋଇ ଶୋଇ ଯୋଗ କଲେ କିଛି ହବନି। ସବୁଦିନ ଚକ୍ର ଭେଦନ କରୁଥିବ ଶୋଇକିରି। ହଁ ମୋତେ ତ କହିଛନ୍ତି ଏମିତି କରିବି, ଆଙ୍ଗୁଠି ହଲେଇବି, ଗୋଡ଼ ହଲେଇବି, ଟିପ ହଲେଇବି, ଆଖିକି ଏମିତି ଏମିତି କରିବି, ପାଟିକି ଏମିତି ଏମିତି କରିବି, ସେ ଲାଭ କ'ଣ ଅଛି? ଜାଗ୍ରତରେ କର, ପୂର୍ଣ୍ଣ ଏକାଗ୍ରତାରେ କର, ଆଉ ପୂର୍ଣ୍ଣତା ସହିତ କର। ପୂର୍ଣ୍ଣ ଭାବରେ ମିଶିଯାଅ ସେ ଚକ୍ରରେ, ପୂର୍ଣ୍ଣ ଏକାଗ୍ରତାରେ କର। କେଡ଼େ ସୁନ୍ଦର ଲାଗିବ ଦେଖନ୍ତୁ ଥରେ ପ୍ରୟାସ କରିକିରି। ପୂର୍ଣ୍ଣ ଏକାଗ୍ରତାରେ କରିବେ, ମନ ଦେଇକିରି। ଯୋଉ ପଏଣ୍ଟରେ କରିବେ ସେଇ ପଏଣ୍ଟରେ ମନ ଦେବେ, ଆଉ କିଛି ନାହିଁ। ସଂସାର ପୁରା ଭୁଲିଯିବେ। ଆତ୍ମାକୁ ଭୁଲି ଯାଆନ୍ତୁ, କିଛି ନାହିଁ। କିନ୍ତୁ ଯୋଉ ଚକ୍ରରେ ସାଧନ କରୁଛନ୍ତି ସେଇ ଚକ୍ରରେ ମନ ଦିଅନ୍ତୁ। ପୂର୍ଣ୍ଣ ପ୍ରୋବାବିଲିଟି ଆସିବ। ପୂର୍ଣ୍ଣ ଶାନ୍ତ ହେଇଯିବ ସେ ଚକ୍ର। କାରଣ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ଯିଏ ସୃଷ୍ଟି କରିଛି ସେ ଆଉ କିଏ ନୁହେଁ, ତୁମେ ସ୍ୱୟଂ ସେଇଠି ମନ ଦେଇଛ। ସାରା ସଂସାରର ପୃଥିବୀର ଯେତେ ଶକ୍ତି ଅଛି ସେଇଠି ସନ୍ନିହିତ ହେଇଗଲା ତୁମ ଇଚ୍ଛା ଶକ୍ତିରେ। ତୁମେ ନିଜକୁ ଭାବନା ତୁମେ ଛୋଟିଆ, ତୁମେ ଛୋଟ ଅଗ୍ନିଶିଖା। ଭାବନି, ଯୋଉଠି ମନ ଦେବ ସେ ଭଲ ହେଇଯିବ, ଯଦି ପୂର୍ଣ୍ଣ ପ୍ରାଣରେ ମନ ଦେଇଥିବ। ଆଉ କିଛି ଚିନ୍ତା ନଥିବ। ଗୋଟିଏ ବଡ଼ ରହସ୍ୟ ଜାଣନ୍ତୁ, ମୁଁ କହି ରଖୁଛି ଏଠି। ତୁମେ ଯାହା ଚାହିଁବ ସେଇଟା ହେଇଯିବ। କେମିତି କେମିତି ମୁଁ କହି ରଖୁଛି ଦେଖନ୍ତୁ। ସେଇ ଗୋଟିଏ ଚିନ୍ତା କରୁଥିବ, ଆଉ କିଛି ଚିନ୍ତା ନଥିବ। କଣ୍ଡିସନ ହେଉଛି ସେଇ ଗୋଟିଏ ଚିନ୍ତା କରୁଥିବ, ଆଉ ତା ସହିତ କୌଣସି ଚିନ୍ତା ନଥିବ। ଗୋଟିଏ ଏକ୍ଜାମ୍ପଲ୍ ଦେଇପାରେ, ମାନେ ଉଦାହରଣ। ମନେ କରନ୍ତୁ ତୁମର ଗୋଟେ ଜାଗାରେ ଅସୁବିଧା ଅଛି ବଡ଼ିର। ସେଇ ଅସୁବିଧା କେମିତି ଦୂର ହେବ ତୁମେ ମନ ଦେବ, ସାଧନରେ ହଉ ବା ଅନ୍ୟ ବେଳେ ହଉ। ଆଉ କିଛି ଚିନ୍ତା ନଥିବ। କଣ୍ଡିସନ ହେଉଛି ଆଉ କିଛି ଚିନ୍ତା ନଥିବ ପ୍ରାପ୍ତ କରିବା ପାଇଁ, କେବଳ ସେଇ ଗୋଟିଏ ଚିନ୍ତା ଥିବ। ଦେଖନ୍ତୁ କେମିତି ଭଲ ନ ହେବ। କଣ୍ଡିସନ ହେଉଛି ଆଉ କିଛି ଚିନ୍ତା ନଥିବ, ମନେ ରଖନ୍ତୁ ଭଲ ଭାବରେ। ଦେଖିବ ସବୁଯାକ ପ୍ରାଣ, ଇଚ୍ଛା, ମନ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହେଇଯିବ କିଛି ଦିନ ପରେ। କିଛି ଦିନ ପରେ, ମୁଁ ଅଭ୍ୟାସର କଥା କହୁଛି। ଏଇଟା ମୋର ଦରକାର, ଆଉ ପୃଥିବୀରେ କିଛି ଦରକାର ନାହିଁ, ଏଇଟା ଦରକାର। ତାହେଲେ ସେଇଟା ଠିକ୍ ହେଇଯିବ। କାରଣ ସମସ୍ତ ଶକ୍ତି ସେଇଠି ପହଞ୍ଚିଗଲା। ତୁମର ଯେତେ ଶକ୍ତି ଅଛି ପୃଥିବୀର ସମସ୍ତ ଶକ୍ତି ସେଇଠି ନିୟୋଜିତ ହେଇଗଲା। ତା ପୂର୍ବରୁ ତତ୍ତ୍ୱକୁ ଜାଣିବା ଦରକାର। ତା ପୂର୍ବରୁ ତୁମେ ଜାଣିବା ଦରକାର ମୁଁ କିଏ। ଅତଏବ ସମାଧାନ ହେଇଯିବ। ଏ ଗୋଟେ ବିରାଟ ସୂତ୍ର, ଆଜି ମନେ ରଖନ୍ତୁ, କହିଦେଲି। ଦେଖନ୍ତୁ, ଯିଏ ଟଙ୍କାଟି କେତେ 3 କୋଟି 300 କୋଟି, ସେ କେବଳ ସେଇ ଚିନ୍ତା କରିଥିବ, ଆଉ କିଛି ଚିନ୍ତା କରିନଥିବ। ଯାହା ଘରୁ ବାହାରିଲା ସେଇ 300 କୋଟି, ସେ କେବଳ ସେଇ ପଇସାରେ ଡିଲ୍ କରୁଥିବ। ଶୋଇଲେ, ବସିଲେ, ଉଠିଲେ, ଖାଇଲେ, କୌଣସି କାର୍ଯ୍ୟ କଲେ ମନ ଥିବ ସେଇ ଟଙ୍କା। ତେଣୁ କରିପାରିଲା କିଛି ନାହିଁ। ତେଣୁ ଅସମ୍ଭବ କିଛି ନାହିଁ ପୃଥିବୀରେ। ତୁମର ଜ୍ଞାତରେ, ତୁମର ଜାଣିବାରେ କିଛି ଅସମ୍ଭବ ନୁହେଁ, ସବୁ କରିପାରିବ। କେବଳ ତୁମର ତତ୍ତ୍ୱଟା ଜାଣିଗଲେ, ତତ୍ତ୍ୱ ଅର୍ଥ ଆତ୍ମାକୁ ଜାଣି ନେଇଗଲେ ଯେ ମୁଁ ଆତ୍ମା, ମୁଁ ବ୍ରହ୍ମ, ସବୁ ଭ୍ରାନ୍ତି ଦୂର ହେଇଯିବ। ସବୁ ସଫଳର
ସ୍ୱାଦ ତୁମ ପାଖରେ ପହଞ୍ଚିବ। ଏତେ ବିରାଟ ପୃଥିବୀକି ସୃଷ୍ଟି କରିଛି, ଶସ୍ୟ ଶ୍ୟାମଳା, ପୁଷ୍ପ ଫଳ, ତୁମେ ତାର ଅଂଶୀଦାର ଅଛ, ତୁମକୁ ମିଳିବନି? କାହାକୁ ମିଳିବ କୁହନ୍ତୁ? ତେଣୁ ଏଇ ଛୋଟ ଆଜିର ଏଇ ଆଲୋଚନା ଆଶା କରେ ଯିଏ ଏଇ ପ୍ରଶ୍ନକୁ ଉତ୍ଥାପନ କରିଥିଲେ ତାଙ୍କୁ ଶତ ଧନ୍ୟବାଦ। ଆଉ ମୋର ସ୍ୱଳ୍ପ ଜ୍ଞାନରୁ ମୁଁ ଯେତିକି ଜାଣିଛି, ଅନୁଭବ କରିଛି, ମୁଁ ପ୍ରଯତ୍ନ କଲି ବୁଝିବା ପାଇଁ। ତେଣୁ ଏ ସଂସାର ତ ବିରାଟ ବିରାଟ ରୂପ, ସଂସାର ଏକ ବିରାଟ ରୂପ, କିନ୍ତୁ ତୁମେ ସେଇ ସଂସାରର ବିରାଟ ରୂପ ବି ହେଇପାରିବ ଦିନେ, ଏତିକି ମନେ ରଖନ୍ତୁ। ଇଏ ବି ଏକ ତତ୍ତ୍ୱ। ଯେମିତିକି କୃଷ୍ଣଙ୍କ ପାଟିରେ ସବୁ ଅବୃଦ୍ଧ ସୈନ୍ୟ ମିଶି ଯାଉଥିଲେ, କୋଟି କୋଟି ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ଦେଖାଯାଉଥିଲା। ତୁମ ଭିତରେ ସେଇ ଶକ୍ତି ଅଛି, କୃଷ୍ଣଙ୍କ ଭିତରେ ଥିଲା, ତୁମ ଭିତରେ ଅଛି, ରାମଙ୍କ ଭିତରେ ଥିଲା, ଗୁରୁଦେବଙ୍କ ଭିତରେ ଥିଲା, ସମସ୍ତଙ୍କ ଭିତରେ ଅଛି, କିନ୍ତୁ ତୁମେ ତାକୁ ଓପନ୍ କରୁନ। ସେଇ ୱେବସାଇଟ୍କି ଯାଇକି ଓପନ୍ କର। ହଉ, ଏଇଠି ରଖିବା। ଗୋଟେ ହେଲା, ସମୟ ତ ମାପିବାକୁ ପଡ଼ିବ ଆମକୁ। ଆପରେ କିଏ କ'ଣ ଅଛି ଯଦି କହିବେ କୁହନ୍ତୁ। ହଉ, ଆଉ କିଏ କହିବେ କୁହନ୍ତୁ। ବାବା ଜୟଜୀ, ବାସୁଦେବପୁର ସୁମତି କହୁଛି। ହଁ, କୁହନ୍ତୁ। ବଢିଆ ହେଇଛି ପ୍ରବଚନଟା। ଏ ଛୋଟ ଛୋଟ କଥା ଆମେ ଅଜ୍ଞାତ ଭିତରେ ରହିଛୁ, ଏସବୁ କଥା ଜାଣିଲେ ବାଟ ଖୋଲିଯିବ। ଆଉ ବଡ ବଡ ତତ୍ତ୍ୱଟା ତ ଆଗେ କହିଦେନେ ଆମେ ତ ଆଉ ଗ୍ରହଣ କରିପାରିବୁନି, ଅଜ୍ଞାନ ଭିତରେ ଅଛୁ। ଏଇ ଛୋଟ ଛୋଟ ଏସବୁ କଥା ଯେତେବେଳେ ଆମେ ଜାଣିପାରିବୁ, ଆଉ ଆମ ଭ୍ରାନ୍ତିଟା ଦୂର ବି ହେଇଯିବ। ବହୁତ ବେଷ୍ଟ ହେଇଥିଲା ଗୁରୁଜୀ, ପ୍ରଣାମ। ଧନ୍ୟବାଦ ମତାମତ ପାଇଁ। ଆଉ ତୁମର ଯାହା ହଉ, ସମସ୍ତେ ମତ କିଛି ରଖୁଛନ୍ତି, ଏଇଟା ଗୋଟେ ସୁନ୍ଦର ପ୍ରୟାସ। ନେକ୍ସଟ କିଏ କହିବେ କୁହନ୍ତୁ। ନେକ୍ସଟ। ବାବା ଜୟଜୀ, ଜୟ ଜୟ, କୁହନ୍ତୁ। ମୁଁ ଯିଏ ପ୍ରଶ୍ନକର୍ତ୍ତା ସିଏ ଟିକେ ବୁଝିବାକୁ ଚାହୁଁଛି ଯେ ଆଜି ଯୋଉ ସତ୍ସଙ୍ଗ ହେଇଛି, ବହୁତ ଉତ୍କୃଷ୍ଟ ଧରଣର ସତ୍ସଙ୍ଗ। ସବୁ ସତ୍ସଙ୍ଗ ଗୁଡ଼ିକ ଆପଣଙ୍କର ତତ୍ତ୍ୱମୂଳକ ସତ୍ସଙ୍ଗ। କାଲି ତ କାଲି ବି ସେଇ ଟପିକ ଉପରେ ଆଲୋଚନା ହେଇଥିଲା, ଆଜି ବି ଏଇ ଟପିକ ଭିତରେ ଆଲୋଚନା ହଉଛି। ବ୍ରହ୍ମ ବିଷୟରେ ଯୋଉ ଆଲୋଚନା ହେଲା, ଆପଣ ତ କହିଛନ୍ତି ଅନେକ କଥା ଏଇ ତତ୍ତ୍ୱ ବିଷୟରେ ବା ବ୍ରହ୍ମ ବିଷୟରେ ଅନେକ କଥା ଆପଣଙ୍କର ଯେତେ ପ୍ରବଚନ ବା ଯେତେ ଟପିକ ଅଛି, କେବଳ ସେଇ ଆତ୍ମା ବା ବ୍ରହ୍ମ ବିଷୟରେ ଆପଣ ଆଲୋଚନା କରୁଛନ୍ତି। କିନ୍ତୁ ଆମର ଯେତେ ମୁନିମତି ଭାଇମାନେ କି ମା ମାନେ କି ଭଉଣୀ ମାନେ ଏଇ ଯୋଉ ସତ୍ସଙ୍ଗ ଶୁଣୁଛନ୍ତି, ସମସ୍ତଙ୍କର ଇଚ୍ଛା ଅଛି ଯୋଉଟା କି ସମାଧି ପ୍ରାପ୍ତ ହବା ବା ବ୍ରହ୍ମ ସହିତ ଲୀନ ହବା ବା ବ୍ରହ୍ମ ସହିତ ବ୍ରହ୍ମ ସ୍ୱରୂପକୁ ଜାଣିବା, ସମସ୍ତଙ୍କର ଇଚ୍ଛା। କିନ୍ତୁ ଆପଣ କହିଛନ୍ତି ଯେ मेरा सच्चित रूप कोई कोई कोटि में कोई जाने रे। ଏ ଯୋଉ 3 ପଦ ଗୀତ ଆପଣ ଗାଇଛନ୍ତି, ତା ଭିତରେ କୋଟିକରେ ଗୋଟିଏ କିଏ ମୋର ରୂପକୁ ଜାଣିବ। ତେଣୁ ଆମେ ତ ସମସ୍ତେ ପ୍ରୟାସ କରୁଛୁ ସମାଧି ହବା ପାଇଁ, କିନ୍ତୁ ତତ୍ତ୍ୱଗୁରୁ, ଆପଣ ପ୍ରକୃତିରେ ତତ୍ତ୍ୱଗୁରୁ, ଆପଣଙ୍କର ଗୋଟେ କୁହାଯାଇଛି ମନ୍ତ୍ରମୂଳଂ ଗୁରୁରୁ ବାକ୍ୟଂ, ଧ୍ୟାନ ମୂଳଂ ଗୁରୁର ମୂର୍ତ୍ତି, ପୂଜା ମୂଳଂ ଗୁରୁର ପଦଂ, ମୋକ୍ଷ ମୂଳଂ ଗୁରୁର କୃପା। ଆପଣଙ୍କର ଏଇ ଯୋଉ ଜିନିଷଟା ଅଛି, ଆପଣଙ୍କର ବାକ୍ୟ ଶୁଦ୍ଧି କି ମନ୍ତ୍ର ଶୁଦ୍ଧି, ଆଉ ଆପଣଙ୍କୁ ଧ୍ୟାନ କରିବାର ଯୋଉ ପଦ୍ଧତି ଆପଣ ଶିଖେଇଲେ, ଧ୍ୟାନ ମୂଳଂ ଗୁରୁର ମୂର୍ତ୍ତି, ଆପଣଙ୍କ ମୂର୍ତ୍ତିକୁ
ଧ୍ୟାନ କରିବାର ଅଛି। ଆଉ ପୂଜା ମୂଳ ଗୁରୁର ପଦ, ଆପଣଙ୍କର ପଦ ପଙ୍କଜକୁ ପୂଜା କରିବାର ବିଧି ବି ମଧ୍ୟ ଆପଣ ବତେଇଲେ, ଯୋଉଥିରେ କି ମୁଖ୍ୟ ମୂଳ ଗୁରୁର କୃପା, ଗୁରୁଙ୍କର କୃପାଟା ମିଳିବ, ମୁଖ୍ୟ ପଦଟା ମିଳିବ ଗୁରୁଙ୍କର କୃପା ହେଲେ। ତେଣୁ ଆପଣ ହଉଛନ୍ତି ତତ୍ତ୍ୱଗୁରୁ ଆଉ ସଦଗୁରୁ। ଆପଣ ଅନେକ ଥର ଅନେକ ଜିନିଷ ଆଲୋଚନା କରିଛନ୍ତି। ଏ ମନ କେମିତି ଭାବରେ ଏକାଗ୍ର ଅବସ୍ଥାକୁ ଆସିବ, ଏକାଗ୍ର କେବଳ ମନ ହିଁ ସେଇ ଗୁରୁଙ୍କ ପାଖରେ ଯାଇ ନିମଜ୍ଜିତ ହବ ବା ଗୁରୁଙ୍କୁ ଧ୍ୟାନ କରିପାରିବ କି ବ୍ରହ୍ମଙ୍କୁ ଦର୍ଶନ କରିପାରିବ। ସେଇ ମନ, ଏ ମନଟାକୁ ଆୟତ୍ତ କରିବା ପାଇଁ ଆପଣ ଯୋଉ ତତ୍ତ୍ୱମୂଳକ ପ୍ରବଚନ ଗୁଡିକ ଛାଡୁଛନ୍ତି, ସବୁରି ମୂଳରେ ଆପଣ ଆଖି ବନ୍ଦ କରିଛନ୍ତି। ଆଖି ବନ୍ଦ କରିକି ଯୋଉ ତତ୍ତ୍ୱମୂଳକ ପ୍ରବଚନ ଦଉଛନ୍ତି, ତା ଭିତରେ ଆପଣଙ୍କୁ ନିଜେ କହୁନାହାନ୍ତି ଆପଣଙ୍କର ସେଇ ବ୍ରହ୍ମ ଦର୍ଶନ ବା ସେଇ ବ୍ରହ୍ମ ଜ୍ଞାନରେ ଲୀନ ହେଇକି ସିଏ ଆପଣଙ୍କ ଭିତରୁ କହୁଛନ୍ତି ବୋଲି ଆମେ ଅନୁଭବ କରୁଛୁ। ସେଇ ତତ୍ତ୍ୱଗୁରୁ ସବୁ ଯାକ ସବୁ ଯେତେ ଯୁଆଡେ ଗଲେ ବି ମଧ୍ୟ ସେଇ ବ୍ରହ୍ମ ଉପରେ ଲକ୍ଷ୍ୟ କରିକି ଆପଣ ବ୍ରହ୍ମ ଦର୍ଶନ ବା ଆତ୍ମା ଦର୍ଶନ ଭିତ୍ତିକ ଯୋଉ ପ୍ରତ୍ୟେକ ଜିନିଷର ଆଲୋଚନା କରୁଛନ୍ତି। ଆମେ ତ ସବୁ ସଂସାର ମାୟାରେ ଭ୍ରମିତ ହେଇକି, ମାୟାର ଅଠା ଆମ ଭିତରେ ଲାଗିଛି। ଯେମିତି ପଣସ କାଟିଲେ ପଣସର ଅଠାଟା ଆମ ଭିତରେ ଲାଗିଯାଏ, ସେମିତି ସଂସାର ହଉଛି ଗୋଟେ ପଣସ। ଆଉ ଆମେ ତେଲ ଟିକେ ଯଦି ଲଗେଇ ଦିଅ ପଣସରେ, କାଟିଲା ବେଳକୁ ଯଦି ହାତରେ ଟିକେ ତେଲ ଲଗେଇଦେବା, ଅଠାଟା ଲାଗିବନି। ସେଇ ତେଲଟା ପାଇବା ପାଇଁ ଆମେ ଏଇ ସତ୍ସଙ୍ଗ ଶୁଣୁଛୁ। ଏଇ ଯୋଉ ସୂତ୍ରଟା ଆଜ୍ଞା, ପଣସ କାଟିଲେ ଯେ କେମିତି ଅଠା ଲାଗିବ ନାହିଁ, ଯୋଉ ତେଲଟା ମାରିଲେ କେମିତି ତେଲଟା କିଛି କିଏ, ସେଇ ଜିନିଷଟା ପ୍ରଶ୍ନ ହେଇଛି। ତେଣୁ ଆପଣ ଅନେକ କଥା ବୁଝେଇଛନ୍ତି। ଏଇ ସଂସାର ଭିତରେ ଥାଇକି କେମିତି ମାୟା ବନ୍ଧନରେ ଆମେ ପଡିଛେ, ମାୟା ବନ୍ଧନରେ ପଡିକି ଜୀବଟା କେମିତି, ଜୀବାତ୍ମାଟା କେମିତି ଭ୍ରମରେ ପଡିକି ଯାଇଛି, ବ୍ରହ୍ମକୁ ଚିହ୍ନି ପାରୁନି। ଆଉ ଏଇ ବିଷୟରେ ବହୁତ ବିସ୍ତୃତ ଆଲୋଚନା ଆପଣ ଅନେକ ଥର କରିଛନ୍ତି। ଏବେ ବି ମଧ୍ୟ ଏଇ ପ୍ରଶ୍ନ ଅନୁସାରେ ବହୁତ କିଛି ଆଲୋଚନା ହେଇଛି। ବୋଧେ ସମସ୍ତ ମୁନିମତି ମା ଭଉଣୀ ଭାଇମାନଙ୍କ ମନକୁ ପାଇଥିବ ବୋଲି ମୁଁ ଆଶା କରେ। ଆଉ ମୋର ଏଇ ଛୋଟିଆ ପ୍ରଶ୍ନର ଉତ୍ତର ପ୍ରାୟତଃ ଘଣ୍ଟେ 1.5 ଘଣ୍ଟା ପର୍ଯ୍ୟନ୍ତ ଗଲାଣି। ଆଉ ଆପଣଙ୍କ ଧୈର୍ଯ୍ୟ ସହକାରେ ଏଇ ପ୍ରଶ୍ନର ଉତ୍ତରଟା ସମସ୍ତେ ଜାଣିବା ପାଇଁ ପ୍ରୟାସ କରିଛନ୍ତି ଏବଂ ସମସ୍ତେ ବି ବୋଧେ ଜାଣିପାରିଥିବେ। ଆଉ ମୁଁ ବି ମଧ୍ୟ ଅନୁଭବ କରିପାରୁଛି ଆପଣଙ୍କର ହଉଛନ୍ତି ପ୍ରକୃତିର ତତ୍ତ୍ୱଗୁରୁ। ଆଉ ସେ ତତ୍ତ୍ୱ ଯେ ଗୁରୁ ତତ୍ତ୍ୱରେ ଗୋଚର, କ୍ଷୀର ମଣ୍ଡିବ ତା ପୟର, ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି, ଭବସାଗର ତରିଆନ୍ତି। ଏଇ ମହାପୁରୁଷ ଗୋଟେ ଲେଖିଛି ଯେ ଗୁରୁ ତତ୍ତ୍ୱରେ ଗୋଚର, କ୍ଷୀର ମଣ୍ଡିବ ତା ପୟର, ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି, ଭବସାଗର ତରିଯାନ୍ତି। ଏହାକୁ ନେଇକି ଗୋଟେ ମୁଁ ପ୍ରଶ୍ନ କରିଥିଲି। ଯାହା ହଉ ଆପଣଙ୍କୁ କୋଟି କୋଟି ପ୍ରଣାମ, ମାଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ। ଆଉ ମୋର ମୁନିମତି ଭାଇ ଭଉଣୀ ମାନେ ବହୁତ ନିରବରେ ଆପଣଙ୍କର ପ୍ରବଚନ ଶୁଣିଥିବାରୁ ସେମାନଙ୍କୁ କୋଟି କୋଟି ଧନ୍ୟବାଦ ମୁଁ ଦଉଛି। ମୁଁ ଗୋଟେ ଛୋଟିଆ ମୁନିମତି ଭାଇ ମୋର ଆଗ୍ରହ ଜନ୍ମିଲା ଏବଂ ଆପଣଙ୍କୁ ପ୍ରଶ୍ନ କରିବାର ମୋର ସାହସ ବି ନାହିଁ। ଆଉ ତଥାପି ମୁଁ ଭରସା କରିକି ଆପଣଙ୍କର ପାଦପଦ୍ମଙ୍କୁ ଲକ୍ଷ୍ୟ ରଖି, ଆପଣଙ୍କ ମୂର୍ତ୍ତିକୁ ଲକ୍ଷ୍ୟ ରଖି, ଆପଣଙ୍କର ସେ ଯୋଉ ଯୋଗେଶ୍ଵର ଆମର ଯୋଉ ଶିବମୁନି ମହାରାଜାଙ୍କୁ ଫଟୋକୁ ମୁଁ ସାଇତି ରଖି ପୂଜା କରୁଛି ଏବଂ ତା ଭିତରୁ ଯାହା ଆସୁଛି ମୁଁ ତାହା ବ୍ୟକ୍ତ କରୁଛି। ଆଉ ବିଶେଷ କିଛି କହୁନାହିଁ। ସମସ୍ତଙ୍କୁ ମୋର କୋଟି କୋଟି ପ୍ରଣାମ, ଆପଣଙ୍କୁ ମୋର ସହସ୍ର କୋଟି ପ୍ରଣାମ। ତେଣୁ ମୁଁ ଏତିକିରେ ମୋ ବଚନକୁ ମାନେ ରଖୁଛି। ଏତିକି କହି ଆପଣଙ୍କ ଠାରୁ ବିଦାୟ ନେଉଛି। ମୋ ବାଣୀକି ସ୍ଥାନ କରୁଛି। ଜୟଜୀ ବାବା, ମା ଜୟଜୀ। ଜୟ ଜୟ। ଧନ୍ୟବାଦ ଉଚ୍ଚ ଶ୍ରେଣୀର ପ୍ରଶ୍ନ ରଖିଥିବାରୁ ଏବଂ ମତାମତ ମଧ୍ୟ ରଖିଲେ ତା ସହିତ। ଆଉ ବି ଅନେକ କଥା ରହିଗଲା। ଆଉ ବି 2-3ଟା କ୍ଲାସ୍ ନେଲେ ବି ସରିବନି। ଏଇ ଲମ୍ବା କୋଶ୍ଚିନ୍ ଏଇ ଯେଉଁ କୋଶ୍ଚିନ୍ଟାର ଉତ୍ତର ଏତେ ଲମ୍ବା,
ଏବେ ଭାବୁଛି ବହୁତ କିଛି ରହିଲା, ଏ ସମୟ କମ୍। ଦେଖିବା ସୁଯୋଗ ହେଲେ ପୁଣି କେତେବେଳେ ତତ୍ତ୍ୱଭ୍ରାନ୍ତି ଉପରେ କହିବା। ଏବେ ଆଜିର ଏଇ ପ୍ରବଚନ କାର୍ଯ୍ୟକ୍ରମ ଏଇ ଯେଉଁ ପାର୍ଟ 1 କରି ରଖନ୍ତୁ, ତାକୁ ପୁଣି କେତେବେଳେ ଆଲୋଚନା କରିବା। ତେବେ ନେକ୍ସଟ ଆଉ କିଏ ଅଛନ୍ତି କହିବେ ଯଦି କୁହନ୍ତୁ। କିଏ ଅଛନ୍ତି କହିବେ, ନହେଲେ ବନ୍ଦ କରିବା। ଜୟଜୀବ ବାବା, ଜୟଶ୍ରୀ। ରାଜୀବ କହୁଥିଲେ। ହଁ ରାଜଶ୍ରୀ କୁହନ୍ତୁ। ବହୁତ ସୁନ୍ଦର ହେଇଛି ବାବା ଆଜିକାର ପ୍ରବଚନ। ଆପଣଙ୍କର ପ୍ରବଚନ ବିନା ତ ମାନେ ଗୋଟେ ପାଦ ବଢିବା ମୁସ୍କିଲ ଜୀବନରେ। ବିନା ଆପଣଙ୍କ ପ୍ରବଚନ ବିନା ପୁରା ଭବିଷ୍ୟତ ହିଁ ଅନ୍ଧାର। ହଉ, ଧନ୍ୟବାଦ ମତାମତ ରଖିଲେ। ଆଉ କିଏ କହିବେ? ହଁ କୁହନ୍ତୁ। ପ୍ରହ୍ଲାଦ କହୁଥିଲି ଜଳେଶ୍ୱରରୁ। ହଁ କୁହନ୍ତୁ। ଆପଣଙ୍କର ଯେଉଁ ଉପସ୍ଥାପନା ବହୁତ ଉଚ୍ଚକୋଟୀର, ବହୁତ ଗଭୀରତମ, ଯାହାକି ତାର ଗଭୀରତା ମାପି ହେବ ନାହିଁ। ଏ ଯେଉଁ ଆପଣଙ୍କର ଯେଉଁ ସମୀକ୍ଷା କଲେ ବହୁତ ବଢିଆ ଲାଗୁଛି। ଯାହାକି ଆମେ ଯାହା ଚାହିଁବା ପାଇବା, କୋଉଠି ପାଇବା, କୋଉଠିକି ଗଲେ ପାଇବା, କାହା ସହିତ ଯୋଗଯୁକ୍ତ ହବା, ଏଇ ଯେଉଁ ଜୀବନର ମୂଳ ମନ୍ତ୍ର ଦେଲେ ସାର୍। ଆମେ ଚେଷ୍ଟା କରିବା ସମସ୍ତେ ଯେମିତିକା ଆମ ଦୈନନ୍ଦିନ ଜୀବନରେ ଟିକେ କାର୍ଯ୍ୟରେ ଲଗେଇବା, ନିଶ୍ଚୟ ସଫଳ ହେବା। ଏତିକି ରହୁଛି। ଜୟ ଜୟ ଜୟ। ଧନ୍ୟବାଦ ମତାମତ ରଖିଲେ, ସୁନ୍ଦର ମତାମତ। ଆଶା କରେ ମନ ଦେଇ ସଦାବେଳେ ଶୁଣନ୍ତୁ, ଆଉ ପ୍ରୟାସ ଜାରି ରଖନ୍ତୁ ସତ୍ସଙ୍ଗରେ ସମ୍ମିଳିତ ହେବା ପାଇଁ। ନେକ୍ସଟ ଆଉ କିଏ ଅଛନ୍ତି କହିବେ? ଗୁରୁଜୀ ପ୍ରଣାମ। ହଁ ସ୍ୱରରୁ କହୁଛି। ହଁ ପ୍ରସ୍ତାବ। ସତ୍ସଙ୍ଗରେ ଯୋଉ ଦିନ ରହୁଛି ତାର ଇନଷ୍ଟାଣ୍ଟ ପ୍ରଭାବ ଅନୁଭବ କରିପାରୁଛି। ଆଉ ଯେତେବେଳେ ବି ମୁଁ ସତ୍ସଙ୍ଗରେ ରହିଛି ସେ ଦିନଟି ଭଲରେ ଯାଉଛି ଏବଂ ନିଜର ଶକ୍ତି ମାନେ ଚିହ୍ନି ପାରିବା ଭଳି ଅନୁଭବ ହୁଏ। ତେଣୁ ଆପଣଙ୍କ କଥା ଗୁଡ଼ା ଶୁଣିବାକୁ ତ ବହୁତ ଭଲ ଲାଗେ। ଆପଣଙ୍କର ଆଲୋଚନା ଆଉ ଯେଉଁ ପ୍ରକାରର ଆପଣଙ୍କର ଫ୍ଲୋ ଥାଏ, କନେକ୍ସନ ଥାଏ, ଆଉ ବହୁତ ଭଲ ଲାଗେ, ବୁଝି ହୁଏ। ବହୁତ ଗହନ ତତ୍ତ୍ୱ ବି ଆପଣ ଆଲୋଚନା କରନ୍ତି। ଆପଣଙ୍କୁ ଧନ୍ୟବାଦ। ସ୍ୱଳ୍ପ ସମୟରେ ବହୁତ ଉଚ୍ଚ ଶ୍ରେଣୀର ଉପସ୍ଥାପନ ରଖିଲେ, ମତାମତ ରଖିଲେ, ବିଶ୍ଳେଷଣ କଲେ ଆମର ପ୍ରବଚନକୁ ପୁନର୍ଜାଗରଣ ପାଇଁ ମଧ୍ୟ ଉତ୍ସାହ ସୃଷ୍ଟି ହେବ। ତେବେ ଆଉ କିଏ ଅଛନ୍ତି କହିବେ କି? ନେକ୍ସଟ କିଏ ଅଛନ୍ତି କହିବେ କି? ଆଉ ସମସ୍ତଙ୍କ ମତାମତ ଆମେ ଆଜି ଶୁଣିଲେ। ମୋର ପ୍ରବଚନ ମଧ୍ୟ ଆଗ୍ରହ ଏବଂ ଉତ୍ସାହ ସହିତ ଶୁଣିଛନ୍ତି, ନୀରବତା ରକ୍ଷା କରିଛନ୍ତି। ଯେଉଁମାନେ ଖୁଜୁର ଖୁଜୁର ହେଉଥିଲେ ଆଜି ବି ସ୍ଥିର ଅଛନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଆମର ଏଇଠି ବାଣୀକି ଶେଷ କରିବା। ଆଜିର ଦିନରେ ସମସ୍ତଙ୍କର ନୂଆ ବର୍ଷ ପାଇଁ ଆଉ ନୂଆ शुभेच्छा सहित मोर ये बाणी की विश्राम करुँच। जय 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 जी जय जी जय जी जय जी जय जी जय जी जय जी।